ସମସ୍ତଙ୍କୁ ନମସ୍କାର। ଆଜିର ସଂଯୋଗର ଏହି 166ତମ ୱେବିନାର ସଙ୍ଗୀତ ବାହାରକୁ ଆପଣମାନଙ୍କୁ ସମସ୍ତଙ୍କୁ ମୁଁ ସ୍ୱାଗତ ଜଣାଉଛି। ଏବେ ଏବେ ମହାପ୍ରଭୁ ତାଙ୍କର ରଥଯାତ୍ରା ସାରି ଶ୍ରୀମନ୍ଦିରକୁ ଫେରିଛନ୍ତି। ମହାଲକ୍ଷ୍ମୀ ଆଉ ଜଗନ୍ନାଥଙ୍କ ବଚନିକା ପରେ ମହାଲକ୍ଷ୍ମୀ ରସଗୋଲା ଖାଇ ତାଙ୍କୁ ବାଟ ଛାଡ଼ିଛନ୍ତି। ତେଣୁ ଏଇ ଯୋଉ ବଚନିକା ମହାଲକ୍ଷ୍ମୀ ଆଉ ଜଗନ୍ନାଥଙ୍କର, ସେଥିରେ ରାଗ ଆଉ ଅଭିମାନ ଯେତିକି ନଥିଲା, ତାଠୁ ଅଧିକା ଥିଲା ବ୍ୟଙ୍ଗ ବା ହାସ୍ୟ। ଯେମିତିକି ଜଷ୍ଟ ଗୋଟେ ଦିଟା ମୁଁ ଉଦାହରଣ ଦଉଛି। ଲକ୍ଷ୍ମୀ କହୁଛନ୍ତି, ତ୍ରିପନ୍ନ କାଳିଆ ମେଘ ମୁହାଁ ତୁମେ, ଚାଲୁଣୀ ପରିକା ଆଖି, ପୁଲା ପରି ମୁହଁ ଥନ୍ତଲ ପେଟିଆ, ଦରପଣେ ଆସ ଦେଖି। ଆଉ ଜଗନ୍ନାଥ ବି ତ ଛାଡିଆ ଲୋକ ନୁହନ୍ତି। ସିଏ ବି କହିଲେ, ବ୍ରହ୍ମା ଗଢିଥିଲେ ନାରୀ ମୂରତେଟି, ଆଖି ହୋଇଗଲା ଟେରି, ଦୂର ଦରିଆରେ ଫିଙ୍ଗି ଦେଇଥିଲେ ଭୁଲିଗଲୁଣି କି ସିରି। ତେଣୁ କହିବାର ବାହୁଲ୍ୟ, ସଙ୍ଗୀତରେ ଯଦି ବ୍ୟଙ୍ଗ ନଥାଏ ତାର ମାଧୁର୍ଯ୍ୟ ଆସେନି। ଆଉ ବୋଧହୁଏ କବି ବଳଦେବ ରଥ ସେ ଗୋଟେ ହାସ୍ୟରସ ଗୀତ ଗାଇ ରାଜାଙ୍କର ବଥକୁ ଫଟେଇ ଦେଇଥିଲେ। ତେଣୁ ଯୁଗେ ଯୁଗେ ସଙ୍ଗୀତରେ ଆଜ୍ଞା ଯୁଗେ ଯୁଗେ ସଙ୍ଗୀତରେ ସବୁ ରସ ଭିତରେ ହାସ୍ୟରସର ପ୍ରାଧାନ୍ୟ ରହିଆସିଛି। ଆଉ ତେଣୁ ତାକୁ ଆଖି ଆଗରେ ରଖିକିରି ଆଜି ଆମେ ଏଇ ଯୋଉ ସଙ୍ଗୀତ କାର୍ଯ୍ୟକ୍ରମଟି କରିଛେ, ସଙ୍ଗୀତ ବାହାର ହାସ୍ୟରସାତ୍ମକ କାର୍ଯ୍ୟକ୍ରମ ସମାରୋହ। ତେଣୁ ଏଇ ଯୋଉ ଆଜି ଆମର ଏ ହାସ୍ୟରସାତ୍ମକ ସମାରୋହ, ଆକୁ ନିର୍ଦ୍ଦେଶନା ଦେଇଛନ୍ତି ଆମର ଅତି ପରିଚିତ ଭାଇ ପ୍ରଫେସର ସୁମେନ୍ଦୁ କୁମାର ଦାସ। ତାଙ୍କର ନିର୍ଦ୍ଦେଶନା ଦକ୍ଷତା ଭିତରେ ଆପଣମାନେ ସମସ୍ତେ ଅବଗତ ଅଛନ୍ତି। ଆଗରୁ ସେ 11ଟି ସଙ୍ଗୀତ କାର୍ଯ୍ୟକ୍ରମରୁ ସଫଳ ଭାବରେ ନିର୍ଦ୍ଦେଶନା ଦେଇଛନ୍ତି। ଆଉ ଆଜିର କାର୍ଯ୍ୟକ୍ରମକୁ ସଞ୍ଚାଳନା କରିବେ ଭାଇ କିଶୋର ଚନ୍ଦ୍ର ପଟ୍ଟନାୟକ, ସଂଯୋଗର କିଶୋର କୁମାର। ଆଉ ଶେଷରେ ତାଙ୍କ ବାଣୀ ରୂପକ ରସଗୋଲା ଦେଇକିରି ଆଜିର କାର୍ଯ୍ୟକ୍ରମକୁ ସମାପନ କରାଇବେ ଭାଇ ଡକ୍ଟର ହରପ୍ରସନ୍ନ ଦାସ। ଇଏ ହେଉଛି ଆଜିର କାର୍ଯ୍ୟକ୍ରମ। ଆଉ ମୁଁ ଏବେ ଅନୁରୋଧ କରିବି ଆମର ନିର୍ଦ୍ଦେଶକ ଭାଇ ପ୍ରଫେସର ସୁମେନ୍ଦୁ କୁମାର ଦାସଙ୍କୁ, ଆଉ ସେ ତାଙ୍କର ପ୍ରାକ୍ କଥନ ସହିତ କାର୍ଯ୍ୟକ୍ରମ ଆରମ୍ଭ କରିବେ। ଭାଇ सर अनम्यूट करंतु। सुमति निवार सुमति के संगी कंचन बर ଟିକେ ଦୟା କରିକି ବନ୍ଦ କରିଦିଅନ୍ତୁ, ମ୍ୟୁଟ ଦିଅନ୍ତୁ ଯାହାର ଯଦି ଖୋଲା ଅଛି। ଧନ୍ୟବାଦ ଶ୍ରୀଯୁକ୍ତ ରାଜକୁମାର ସୁତାର ଭାଇ। ଜୟ ଜଗନ୍ନାଥ। ଉପସ୍ଥିତ ସମସ୍ତ ଶ୍ରୋତା ଭାଇ ଭଉଣୀ ମାନଙ୍କୁ ମୋର ହାର୍ଦ୍ଦିକ ପ୍ରଣାମ। ଆଜିର କାର୍ଯ୍ୟକ୍ରମକୁ ପୁଣି ଥରେ ଆପଣମାନଙ୍କୁ ସ୍ୱାଗତ କରୁଛି। ସଂଯୋଗ ତରଫରୁ ଯେମିତି ସୁତାର ଭାଇ କହିଲେ, ସଂଯୋଗ ତରଫରୁ ଆଗରୁ 11ଟି କାର୍ଯ୍ୟକ୍ରମ ହେଇସାରିଛି। ତ ସେଇ 11ଟି କାର୍ଯ୍ୟକ୍ରମ ଜରିଆରେ ଆମେ ଆପଣଙ୍କୁ କିଛି ନା କିଛି ମନୋରଞ୍ଜନର ଖୋରାକ ଯୋଗେଇ ଆସିଛୁ। ଯେତେବେଳେ ଏଇ କାର୍ଯ୍ୟକ୍ରମ ବିଷୟରେ କଥାବାର୍ତ୍ତା ହେଲା, ସୁତାର ଭାଇ ମୁଁ କଥାବାର୍ତ୍ତା କରୁଥିଲୁ, ତ ସେତେବେଳେ ତ ଆମର ତ ସବୁ ତ ହେଇଯାଇଛି, ମାନେ ହିନ୍ଦୀ ଓଡିଆ ଚଳଚ୍ଚିତ୍ର ସଙ୍ଗୀତ, ଆଧୁନିକ ଚମ୍ପୁ, ଛାନ୍ଦ, ଭଜନ ଆଉ ସବୁ ପ୍ରକାର ସରିଯାଇଛି। ତାହେଲେ ଏଥର କଣ କରିବା? ଏଥର ଗୋଟେ କିଛି କରିବା, ନୂଆ କିଛି କରିବାକୁ ପଡିବ। ତ ହଠାତ୍ ସୁତାର ଭାଇ କହିଲେ ଯେ ମୋ ମନକୁ ଇମିଡିଏଟଲି ପାଇଗଲା। ତାଙ୍କ ପ୍ରସ୍ତାବ ମୋ ମନକୁ ପାଇଲା ପରେ ମୁଁ ଭାବିଲି ଯେ ନା, ଏଇଟା ଗୋଟେ ବଢିଆ ପ୍ରସ୍ତାବ। ଏଇ ଯୋଉ କମେଡି ସଙ୍ଗ୍ସ, ଯୋଉଟା କି ମାନେ ହାସ୍ୟରସାତ୍ମକ ସଙ୍ଗୀତ, ଏଇଟା ସମସ୍ତଙ୍କୁ ଭଲ ଲାଗିବ, ବହୁତ ଭଲ ହବ। କିନ୍ତୁ ପରବର୍ତ୍ତୀ ସମୟରେ ମୁଁ ଟିକେ ଅଡୁଆରେ ପଡିଗଲି। ଅଡୁଆରେ କାହିଁ ପଡିଲି ନା, ଯେତେ ବି ପୁରୁଷଙ୍କର ସ୍ୱରରେ ଗୀତ ଅଛି, ଯାହାବି ଆମର ହାସ୍ୟରସ ସଙ୍ଗୀତ ଅଛି, ଗୀତ ଅଛି, ଏଇଟା ସବୁ ପ୍ରାୟ ପୁରୁଷଙ୍କ ଇଏରେ ଅଛି, ପୁରୁଷଙ୍କ କଣ୍ଠରେ ଅଛି। ଯେମିତି ଅକ୍ଷୟ ମହାନ୍ତି, ପ୍ରଫୁଲ୍ଲଙ୍କର, ଶ୍ରୀକାନ୍ତ ଦାସଙ୍କର କିଛି ଗୀତ, ତାପରେ ତାନସେନ ସିଂ, ଏମାନଙ୍କର ସବୁ ଅଛି। କିନ୍ତୁ ସ୍ତ୍ରୀ ମାନେ ଫିମେଲ ସିଙ୍ଗର ମାନଙ୍କର
ବହୁତ କମ ଗୀତ ଅଛି। ତ ମୁଁ ଏଠି ମନରୁ ପ୍ରାୟ 30-40ଟା ପୁରୁଷ ଗୀତ ବାହାର କରିଦେଲି। ଅକ୍ଷୟ ମହାନ୍ତି ପ୍ରଫୁଲ୍ଲଙ୍କର ମନରୁ ଆସିଗଲା, କିନ୍ତୁ ସ୍ତ୍ରୀ ଗୀତ ଆସିଲା ବେଳକୁ ବଡ କଷ୍ଟ ହେଲା। ମୁଁ କହିଲି ଏଇଟା କେମିତି କରିବା, କାରଣ ଆମର ଏଇ ସଂଯୋଗରେ ସ୍ତ୍ରୀ ଗାୟିକା ଗାୟିକା ବେଶୀ ଅଛନ୍ତି ପୁରୁଷ ଗାୟକଙ୍କଠୁ। ତ କଣ କରାଯିବ ମୁଁ ଭାବିଲି, ଅସୁବିଧାରେ ପଡ଼ିଲେ ଆମେ ତ ମୁଁ ତ ଅଲରେଡି ଆମର ସେଟା ସାର୍କୁଲେଟ ବି ସେତେବେଳେ କରିସାରିଲେଣି, ସାର୍କୁଲେଟ ହେଇସାରିଲେଣି ଗ୍ରୁପରେ, ଯେ ନାହିଁ ଆମର ହାସ୍ୟରସାତ୍ମକ କବିତା ସରି ସଙ୍ଗୀତ ପରିବେଷଣ କରାହବ 23 ତାରିଖ ଦିନ। ତ ମୁଁ ଭାବିଲି ତାହେଲେ ଏମିତି ମନକୁ 5-6ଟା ଆସିଲା, ଆଉ ବେଶୀ ଆସିପାରିଲାନି। ତାପରେ ଖୋଜିଲି, ଖୋଜି ଖୋଜି କିଛିଟା ପାଇଲି। ପାଇକିରି ତଥାପି ଆମର ଗୋଟିଏ ଖଣ୍ଡେ କହିପାରନ୍ତି ଆପଣ, ଆଉ ମିଳିଲାନି। ତ ସେଇଟା ଆମର ଆଧୁନିକ ସଙ୍ଗୀତରେ ତାକୁ ନିଆହେଲା, ଆଉ କିଛି ଉପାୟ ମିଳିଲାନି। ତ ଯାହା ହଉ, ଆଜି ଆମେ ଆପଣଙ୍କ ସାମ୍ନାରେ ପ୍ରାୟ 14 ଜଣ ଗାୟକ ଗାୟିକା ଆମେ ଆପଣ ସଙ୍ଗୀତ ପରିବେଷଣ କରିବୁ। କେହି ଆମର ଏଇଠି ପ୍ରଫେସନାଲ ନୁହନ୍ତି, କେହି ବୃତ୍ତି କାହାର ବି ଗାଇବା ବୃତ୍ତି ନାହିଁ, କିନ୍ତୁ ଏମିତି ମଜା ମଜାରେ ଗାଉଛୁ। ତ ଏଇ ଆମର ଯୋଉ ଆଜିର କାର୍ଯ୍ୟକ୍ରମ ଅଛି, ଏଥିରେ 14 ଜଣ ଗାୟକ ଗାୟିକା ଅଛନ୍ତି। ଆମ ଗ୍ରୁପ ଭିତରୁ ସଭ୍ୟା ମାନେ 14 ଜଣ ଅଛନ୍ତି। ସେଥିରୁ ପାଖାପାଖି 8 ଜଣ ମାନେ ଆମର ସଭ୍ୟା, ଆଉ 6 ଜଣ ସଭ୍ୟ। ସେ ଯାହା ହଉ, ବର୍ତ୍ତମାନ ଆମର ଆଜିର ସଞ୍ଚାଳନା ଯାହାକୁ ଦାୟିତ୍ୱ ଦିଆହେଇଛି, ସେ ହଉଛନ୍ତି, ସୁତାର ଭାଇ ବି କହିଲେ, ସେ ହଉଛନ୍ତି ଆମର ଶ୍ରୀଯୁକ୍ତ କିଶୋର ଚନ୍ଦ୍ର ପଟ୍ଟନାୟକ ଭାଇ, ଯିଏକି ନିଜେ ଜଣେ ଅତି ଉତ୍କୃଷ୍ଟ ଗାୟକ, ଉଚ୍ଚ କୋଟିର ଗାୟକ। ସେ କିଶୋର କୁମାର ଗୀତ ବହୁତ ଭଲ ଗାଆନ୍ତି। ଆଉ ତାଙ୍କୁ ଏଇ ଦାୟିତ୍ୱଟା ଦିଆହେଇଛି, ଆଉ ସେ ଖୁସିରେ ଖୁସିରେ ବୋଧେ ଦାୟିତ୍ୱ ଗ୍ରହଣ କଲେ। ତ ବର୍ତ୍ତମାନ ମୁଁ ସବୁ କଳାକାର ମାନଙ୍କୁ ଶୁଭେଚ୍ଛା ଦେଇକି, ଆଉ ଆମର କିଶୋର ଭାଇଙ୍କୁ ବି ଶୁଭେଚ୍ଛା ଦେଇକିରି ମୁଁ ମୋର ବକ୍ତବ୍ୟ ଏଇଠି ରଖୁଛି। ଆଉ ସମସ୍ତଙ୍କୁ ଆଉଥରେ ଶୁଭେଚ୍ଛା। ଆଉ ମୁଁ ଆଶା କରୁଛି ଯେ ଆପଣମାନଙ୍କୁ ସମସ୍ତଙ୍କୁ ଏ କାର୍ଯ୍ୟକ୍ରମଟା ଭଲ ଲାଗିବ। ଆଉ ଯଦି କିଛି ଭୁଲ ଭଟକା ହୁଏ, ଯଦି କିଛି ଭୁଲ ଭାଲ ହୁଏ, ତାହେଲେ ଯାହା କରିବେ କରିବେ, ଯଦି କ୍ଷମା କରିବେ କରିବେ, ନହେଲେ ଯଦି ଧରିବେ ଧରିବେ, ଆଉ କଣ କରିବା। ହଉ, ରହୁଛି, ନମସ୍କାର। ଶ୍ରୀ କିଶୋର ଚନ୍ଦ୍ର ପଟ୍ଟନାୟକ ଭାଇ। ନମସ୍କାର ସୁଗନ୍ଧ ଭାଇ। ଆଜିର ଏହି ହାସ୍ୟ ରସାତ୍ମକ ସଙ୍ଗୀତ କାର୍ଯ୍ୟକ୍ରମ ସଞ୍ଚାଳନ କରିବା ପାଇଁ ସୁଯୋଗ ଦେଇଥିବାରୁ ମୁଁ କିଶୋର ପଟ୍ଟନାୟକ ଆପଣମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ଆବାହନ କାଳରୁ ଓଡ଼ିଆ ଭାଷା ଓ ସାହିତ୍ୟରେ ହାସ୍ୟ ରସାତ୍ମକ ଗୀତର ଭୂମିକା ଗୁରୁତ୍ୱପୂର୍ଣ୍ଣ ବିବେଚିତ ହୋଇ ଆସୁଅଛି। ଆମ ସାହିତ୍ୟର ଅଦ୍ୟ ଝଙ୍କାର, ପଲ୍ଲୀ ଗୀତ ଓ ଲୋକ କଥା ଆଧାରିତ ଢଗଢମାଳି, ଶିଶୁ ଗୀତ, ଉତ୍ସବ ପର୍ବପର୍ବାଣୀ ପ୍ରଭୃତିରେ ହସ କୌତୁକ ଓ ଥଟ୍ଟା ତାମସା ପ୍ରଚୁର ମାତ୍ରାରେ ଭରପୁର ହୋଇ ରହିଛି। ନିମ୍ନରେ ପ୍ରଦତ୍ତ ଗୀତ ଛନ୍ଦର ରଚିତ କେତୋଟି ଓଡ଼ିଆ ଢଗରୁ ହାସ୍ୟ ରସାତ୍ମକ ଗୀତର ଛଟା କିଭଳି ପ୍ରତିଫଳିତ ହୋଇଛି ଶୁଣନ୍ତୁ। ଆମ୍ବ ଗଛରେ ଆମ୍ବ ନାହିଁ, ଫୋପାଡ଼ କାହିଁକି ମାରୁ, ଅଣ୍ଟା ଚାରିପାଖେ ପଇସା ନାହିଁ, ଆଖି କାହିଁ ପାଇଁ ଠାରୁ, ଅମନି ମାଇପ ମନ କରିଛି, ମନର ମାଇପ ସେଜ ପାରିଛି, ବିବାହୀ ମାଇପ ପାଳି, ହୋଇଲି ମାଇପ ବନ୍ଦାପନା, ଦିନ ଘଇତା ବସିଛି ଭାଳି, ଅନା ପତରକୁ ବନା ପତର, ମୂଲ ଲାଗୁଥାଏ ପର କ୍ଷେତର, ପିଠି ଖାଉଥାଏ ଖରା, ଅଣ୍ଟୁ ନଥିଲା ତ କୁଣ୍ଡାର ଚକୁଳି, ରୁଚୁ ନାହିଁ ବିରି ବରା। କହିବାର ତାତ୍ପର୍ଯ୍ୟ ହେଲା ଯେ କେତେ ସୁଖ ଦୁଃଖ, ହସ କୌତୁକ, ଖେଳ ମେଳରେ ପରିପୂର୍ଣ୍ଣ ଏହି ସଂସାର। ବିଶେଷ କରି ପଲ୍ଲୀ ଜୀବନରେ ଅବସର ବେଳରେ, ସନ୍ଧ୍ୟା ଓ ସକାଳ ବେଳେ ପିଲାମାନେ ନାନା ପ୍ରକାର କ୍ରୀଡ଼ା କୌତୁକରେ ନିୟୋଜିତ ରହିଥାନ୍ତି। ପୁଚି ଖେଳ, ଦୋଳି ଖେଳରୁ ଆରମ୍ଭ କରି ନାନା ପର୍ବପର୍ବାଣୀରେ ସମବୟସର ପିଲାମାନେ କ୍ରୀଡ଼ା ବିନୋଦନ କାଳରେ ଉନ୍ମାଦନା ସୃଷ୍ଟି କରିବା ପାଇଁ ଗୀତ ବୋଲିଥାନ୍ତି। କହିବା ବାହୁଲ୍ୟ ଯେ ପିଲାମାନଙ୍କର ପଦେ ପଦେ ଗୀତ ଗୀତିକା ମଧ୍ୟରେ ପ୍ରାଣଭରା କୌତୁକ ଓ ହାସ୍ୟରସାତ୍ମକ ପ୍ରେରଣା ଭରପୁର ହୋଇ ରହିଥାଏ। ଯଥା ପୁଚି ଖେଳରେ ପିଲାଏ ଗାଆନ୍ତି, କଳା ବାଇଗଣ ଧଳା ବାଇଗଣ କାଟିଦେଲି ଗଉଣିଏ, ମୋ ସଙ୍ଗେ ଯେ ପୁଚି ଖେଳିବ ମାରିଦେବି କହୁଣିଏ। ପୁଣି ସେମାନେ ଗାଆନ୍ତି, ପୁଚିଲୋ ଯା ତୁ ଘୁଞ୍ଚିଲୋ ବାଡ଼ିଆଡ଼େ ଗୋଧି, ପୁଚି ନା ଜାଣୁଛୁ ମାଇପ ଟୋକି, କିଏ ଶିଖାଇବ ବୁଦ୍ଧି। ସେଇଭଳି
ସେରେନ୍ତା ଭାଉଜ ଆଗରେ ଦୋଳି ଖେଳ ବେଳେ କିଶୋରୀ ନଣନ୍ଦଟି ହସ କୌତୁକ କରି ଗାଏ, ପିତା ପିତା ଶାଗ କୁଦି କୁଦି ଭାଇ କାହା ସାଙ୍ଗେ ପିରତି କଲେ ହାତୁ ଦେଇ ସୁନା ମୁଦି। ପ୍ରକୃତରେ ଏପରି ରସିକତାର କିଭଳି ଏଭଳି ହାସ୍ୟ ପ୍ରବଣତାର ତୁଳନା ନାହିଁ। କେବଳ ଖେଳ ବେଳର ନୁହେଁ, ସମବୟସ୍କୀ ନୂଆ ବୋହୂ ମାନେ ପଦ୍ମଫୁଲିଆ ବୟସରେ ଅଭିଆଡି କନ୍ୟା ମାନେ ପରସ୍ପର ମଧ୍ୟରେ ହସ ଖେଳ ଥଟ୍ଟା କୌତୁକର ଆନନ୍ଦ ପସାରା ମେଲାଇ ଦେଇଥାନ୍ତି। ଏହିପରି ବଚନିକା ମଧ୍ୟରେ ଯୌବନ ଉଲସି ଉଠେ, ଜୀବନ ପାତ୍ରରେ ଉଛୁଳି ଉଠେ ଅମୃତ। କ୍ଷଣିକ ପାଇଁ ହେଉ ପଛକେ ମଣିଷ ଏହି ଲାସ୍ୟ ଓ ବିଳାସର ହିଲ୍ଲୋଳ ମଧ୍ୟରେ ସମସ୍ତ ଅବସାଦକୁ ଭୁଲି ଜୀବନକୁ ମଧୁମେହ ବୋଲି ଗ୍ରହଣ କରିନେଇଥାଏ। ନିମ୍ନରେ ଏହିପରି କେତୋଟି କୌତୁକ ବଚନ ଓ ଗୀତର ପ୍ରତିଲିପି ଲୋକଲୋଚନରୁ ଉଦ୍ଧାର କରାଯାଇପାରେ। ପଥର ସନ୍ଧିରେ ପାଇଲି କଳାଜିଆ, ତୋ ସରସିଆ ସାଙ୍ଗେ ପାଇଲେ ଦିଅନ୍ତି ମୁହେ ନିଆଁ। ମାଇ ଫୁଲିଆ ଟିକେଇ ସାହୁ, ମାଇପ ହାତରେ କଉଣି ଖାଉ, ନଣନ୍ଦ ଖୋରି ଚଉ ପାହାରି ବସିଥାଏ ପା ଭାଗେ, ଟିକିଏ ନିଖିଏ ଫୋଡ଼ି ଦେଉଥାଏ ଭାଇ ଗଇତାଙ୍କ ଆଗେ। ମିଶାଇ କ୍ଷୀରରେ ନୀରକୁ ବସାନ୍ତେ ଉତୁରି ପଡ଼ିଲା ଚୁଲି, ଭାଇ ଶଳା ବୋଲି ଜାଣି ତ ନଥିଲି ପଣତ ପକାଇ ଦେଲି। ଏସବୁ ଆଲୋଚନାରୁ ଏହା ସ୍ପଷ୍ଟ ପ୍ରତୀୟମାନ ହୁଏ ଯେ ଆନନ୍ଦ ଉପଭୋଗ କରିବା, ହାସ୍ୟ ରସର ପୁଲକରେ ଜଞ୍ଜାଳଗ୍ରସ୍ତ ଜୀବନକୁ ଟିକେ ହାଲୁକା କରିଦେବା, ଟିକେ ହସିଦେବା, ଟିକେ ବଞ୍ଚିଯିବା ହେଉଛି ହାସ୍ୟରସାତ୍ମକ ଗୀତର ବୀଜ ମନ୍ତ୍ର ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ଇଂରାଜୀରେ ମଧ୍ୟ ତତୁଲ୍ୟ ଏକ ପ୍ରବଚନରେ କୁହାଯାଇଛି, ଲାଫ୍ ଏ ୱାଇଲ୍ ଲିଭ୍ ଏ ୱାଇଲ୍। ଆମେ ପଡ଼ୋଶୀ ବଙ୍ଗପ୍ରଦେଶର ଗୋପାଳ ଭାଣ୍ଡ ଓ ଓଡ଼ିଶାର ଯଦୁମଣି ହାସ୍ୟ ରସାତ୍ମକ ଗୀତ ପରିବେଶ ରଚନାରେ ଏପର୍ଯ୍ୟନ୍ତ ଅନତିକ୍ରମଣୀୟରେ ହୋଇ ରହିଅଛି। ମଧ୍ୟଯୁଗୀୟ ବଙ୍ଗପ୍ରଦେଶରେ ରାଜା କୃଷ୍ଣଚନ୍ଦ୍ରଙ୍କ ଦରବାରରେ ଗୋପାଳଚନ୍ଦ୍ର ଭାଣ୍ଡ କୋର୍ ଜେଷ୍ଟର ରୂପେ ହାସ୍ୟ ରସାତ୍ମକ ବଚନିକାରେ ସୃଷ୍ଟି କରି ସମଗ୍ର ରାଜ୍ୟ ଦରବାରକୁ ଚଞ୍ଚଳ କରି ରଖିଥିଲେ। ସେହିଭଳି ଓଡ଼ିଶାର ଉତ୍କଳ ଘଣ୍ଟ ରୂପେ ପ୍ରସିଦ୍ଧ ଲାଭ କରିଥିବା ପ୍ରଚ୍ୟୁତ୍ପନ୍ନମତି ସମ୍ପନ୍ନ କବି ଯଦୁମଣି ମହାପାତ୍ର ଓଡ଼ିଆ ସାହିତ୍ୟରେ ଏକ ଅଦ୍ୱିତୀୟ ହାସ୍ୟ ରସାତ୍ମକ କବି ଥିଲେ। ତତ୍କାଳୀନ ନୟାଗଡ଼ ରାଜା ବିନାୟକ ସିଂ ମାନ୍ଧା ତାଙ୍କ ଶାସନ କାଳରେ ତାଙ୍କର ହାସ୍ୟ ରସାତ୍ମକ କବିତା ରଚନା ଉତ୍କର୍ଷ ଲାଭ କରିଥିଲା। ଓଡ଼ିଆ ସାହିତ୍ୟ ଭଳି ଓଡ଼ିଆ ଗୀତି ଓ ସଙ୍ଗୀତର ମଧ୍ୟ ହାସ୍ୟ ରସାତ୍ମକ ଗୀତର ବହୁଳତା ପରିଦୃଷ୍ଟ ହୁଏ। ଆମର ଆଜିର ଆଲୋଚ୍ୟ ହାସ୍ୟ ରସାତ୍ମକ ସଙ୍ଗୀତ ଉପରେ ଆଲୋକପାତ କଲେ ଆମେ ବିଭିନ୍ନ ଲଘୁ ସଙ୍ଗୀତରେ, ବିଶେଷ କରି ଚଳଚ୍ଚିତ୍ର ଗୀତରେ ଅନେକ ହାସ୍ୟ ରସାତ୍ମକ ଗୀତର ସଂସ୍ପର୍ଶରେ ଆସୁ, ଯଥା ମାଇଚିଆ ଗୋକେଇ ସାହୁ, ମାଇପ ହାତରୁ କଉଣି ଗାଉ, ଇଏ ହେଲା ଅକ୍ଷୟ ମହାନ୍ତିଙ୍କ ଗୀତ। ଯେମିତି ଗୁଲଗୁଲି 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 ମଲେଇ ଖାଇମ ଓଲେଇ ବିଲି, ପ୍ରଣବ ପଟ୍ଟନାୟକ ନିଧିଆକୁ ଠେଲି ପେଲି ବେଦୀକୁ ମୁଁ ପଠେଇଲି, ଅନନ୍ତ ମହାଦେବ ଅକ୍ଷୟ ମହାନ୍ତିଙ୍କ ଗୀତରେ ପ୍ରେମିକାର ବାରିଆଡେ ବାଇଡୁଙ୍କ ଆଉ ବିଛୁଆତି ବଣ, କବାଟ ଖୋଲ ପ୍ରିଏ ମୁଁ ତମର ସିଏ। ଯେମିତି ବୋଉଲ କି କହିବି ନୂଆ ଭାଉଜଙ୍କ କଥା। ଆଜିକାଲି ଯେ ଧାନ ହେଉଛି ନା ତାର ଟାଇଚୁଙ୍ଗ ଅକ୍ଷୟ ମହାନ୍ତିଙ୍କର। ଆଉ ଗୋଟେ ଅକ୍ଷୟ ମହାନ୍ତିଙ୍କ ଆଲାଉ ହୁଣ୍ଡି ପଇସାରେ ପାନ କେତେ ଖଣ୍ଡି, ମହରଗ କାଳେ ଅମଳ କରୁଛୁ ପୂଜା 64 ମସଲା ଗୁଣ୍ଡି, ଯେଉଁଠି ଦେଖେ ସୁନ୍ଦରୀ ସେଇଠି ଲାଗେ କାଶ, ଏଇଠି ମୋର ବୟସର ଦୋଷ। ଚିକି 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 ଚିକେଇ ମତେ ଦେଲି ଠକେଇ, ହେଲା ଆମର ତୃପ୍ତି ଦାସଙ୍କର। ଆଉ ଶେଷରେ ଅକ୍ଷୟ ମହାନ୍ତିଙ୍କର ଗାଡି ଚାଲେ ପଛେଇ ଆସୁ ଆସୁ। ଏଇ ଯୋଉ ଆଜିର ଗୀତ ଗୁଡିକ ମୁଁ କହିଲି, ଏ ସବୁ ଭିତରୁ ଆମର ଭାଇମାନେ ଅନ୍ୟ ଗୀତ ଆଉ ସବୁ ଗାଇବେ। ଆସନ୍ତୁ ଆଜି ୱେବିନାରରେ କେମିତି ହାସ୍ୟରସାତ୍ମକ ଗୀତ ଆମେ ଶୁଣିବା ଆମର ପ୍ରିୟ କଣ୍ଠଶିଳ୍ପୀ ମାନଙ୍କ ମଧ୍ୟରୁ। କିଶୋର ଭାଇ, କିଶୋର ଭାଇ, ନମସ୍କାର। ଇଏ ନିର୍ଦ୍ଦେଶକ ଶୁଭେନ୍ଦୁ ଭାଇ ଅଛନ୍ତି କି? ହଁ, ଅଛି ଅଛି। ହଁ, ମୁଁ ଟିକେ ଅନୁରୋଧ ଟିକେ ସଂକ୍ଷିପ୍ତ କରିଦିଅନ୍ତୁ କିଶୋର ଭାଇ, ଟିକେ ସରିଲା। ସଂକ୍ଷିପ୍ତ। ବର୍ତ୍ତମାନ ମୁଁ ଆଜିର ଗାୟକ ଗାୟିକା ମାନଙ୍କୁ ଅନୁରୋଧ କରିବି। ଆଜିର ପ୍ରଥମ ଗୀତ ଗାଇବେ କଣ୍ଠଶିଳ୍ପୀ କାହାକୁ ମଧୁସ୍ମିତା ଭଉଣୀ। ନାଇଁ କିଶୋର ଭାଇ, ଭାଇ ମୁଁ କହୁଥିଲି କି ଆପଣ କାହାକୁ ଡାକିଲା ପୂର୍ବରୁ ମୋର ଗୋଟେ ଅନୁରୋଧ ଥିଲା ନିର୍ଦ୍ଦେଶକ ଶୁଭେନ୍ଦୁ ଭାଇ କି। ଶୁଭେନ୍ଦୁ ଭାଇ ଶୁଣୁଛନ୍ତି ତ? ଶୁଣୁଛି ଶୁଣୁଛି। ହଁ ଶୁଣନ୍ତୁ, ମୋର ଆପଣ ଦେଇଛନ୍ତି ଶେଷ ସ୍ପର୍ଶ। ଶେଷ ହଁ ସ୍ପର୍ଶ ମାନେ 14 ଜଣ ଭାଇ ଭଉଣୀ ଗାଇ ସାରିଲା ପରେ ଶେଷ ସ୍ପର୍ଶ ହବ। ଆଉ ତେଣୁ ହଁ ଇଏ ଯୋଉ କିଶୋର ଭାଇ ଯୋଉ ମଜା କଥା କହିଲେଣି, ଆଉ ସେ ହଁ 14 ଜଣଙ୍କର ଶୁଣି ସାରିଲା ପରେ
ମୋ କଥା ଶୁଣିବାକୁ କିଏ କେହି ଥିବେ କି ନଥିବେ, ମୁଁ ଟିକେ ଆଗ ଶେଷ ସ୍ପର୍ଶ ଜାଗାରେ ଶୀଘ୍ର ସ୍ପର୍ଶ କରିଦେବି କି? ସହଳ ସ୍ପର୍ଶ ଆଗୁଆ କହିଦେଇକିରି ମୋ କାମଟାକୁ ଛିଡେଇଦେବି କି? ସେଇଟା ଠିକ ଅଛି, କିନ୍ତୁ ଶେଷରେ ବି ଆଉଥରେ କହିଦେବେ, ଶେଷରେ ଯଦି ଏବେ ଆଗରୁ ଶେଷରେ ନାଇଁ କହିଦେବେ ନାଇଁ କହିବେ। କହିଦେବି। ନାଇଁ, ମୋର ଏଇଟା କହିବାର ଉଦ୍ଦେଶ୍ୟ ଥିଲା ଆପଣ ମାନଙ୍କୁ ହସେଇବାର। ମୁଁ ନାଇଁ, ଦେଖିଲି କି ସତ କଥା, ସତ କଥା। ନାଇଁ, ହସିଲେଣି। ଆପଣ ଶୁଣିଲା ପରେ ଯୋଉ ଏନକରେଜମେଣ୍ଟ ଟା ଦେବେ, ଯୋଉ ଉତ୍ସାହ ପାଇବେ ସବୁ କଳାକାର ମାନେ, ସେଇଟା ବହୁତ ବଡ କଥା। ନା ନାଇଁ, ଜାଣିଛି ଯେ ମୁଁ ଖାଲି ମଜା କରିବା ପାଇଁ, ଆପଣ ମାନଙ୍କୁ ହସେଇବା ପାଇଁ, ମୁଁ ସେ ଶେଷ ହଁ, ସ୍ପର୍ଶଟାକୁ ଆଗୁଆ କହିବା ପାଇଁ ଏମିତି ଗୋଟେ ଯୋଉ କହନ୍ତିନି ଷଣ୍ଢ ପୁରୀ ଦବା, ଷଣ୍ଢ ପୁରୀ ହେଲା। ଆଉ ସମସ୍ତେ ଠିକ କ୍ଷମା ଅଛି। କରିବେ, କ୍ଷମା କରିବେ। ନାଇଁ ନାଇଁ, କିଛି ନାହିଁ, ଠିକ ଅଛି, ଠିକ ଅଛି। ହଁ। ଆଜିର ପ୍ରଥମ ଗୀତ ଗାଇବେ ଆମର କଣ୍ଠଶିଳ୍ପୀ ମଧୁସ୍ମିତା ଭଉଣୀ। ଗୀତଟି ହେଲା ସ୍ୱପ୍ନ ସାଗର କଳାଚିତ୍ରର କଥାଚିତ୍ରର ଶିକାରୀ ଶିକାରୀ ତୁ ଏମିତି ଶିକାରୀ। ସେ କେଉଁ ଶିକାରୀକୁ ଏ ବାଣ ମାରୁଛନ୍ତି ବର୍ତ୍ତମାନ ଶୁଣନ୍ତୁ। ବର୍ତ୍ତମାନ ମଧୁସ୍ମିତା ଭଉଣୀ। ସମସ୍ତେ ଦୟାକରି ନିଜର ମ୍ୟୁଟ କରିଦିଅନ୍ତୁ, ଯେମିତି ତାଙ୍କ କଥାଟା ଗୀତଟା ଭଲ ଭାବେ ଶୁଣିବେ। ସମସ୍ତଙ୍କୁ ମୋର ପ୍ରଣାମ। ଶୁଭୁଛି ତ ଭାଇ? ହଁ ହଁ। ଯାହା ଭୁଲ ହବ କ୍ଷମା କରିବେ। ଆହା शिकारी शिकारी तू ಎಂಟೆ शिकारी 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 तू ಎಂಟೆ शिकारी मते पारुनु की धारे आहा मते पारुनु की धारे के पारुनु की मारी अरे निशाण बेदिल जानिब सिना म तोर कारीगरी कारीगरी तोर कारीगरी शिकारी शिकारी तू ಎಂಟೆ शिकारी 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 तू ಎಂಟೆ शिकारी ଆଖିକୁ ମାରିବୁ ଯଦି ରଖିବୁ ବାଜି ପାରିବି ଯେମିତି ତୋତେ ଥରୁଟେ ଦେଖି ଆହା କାନକୁ ମାରିବୁ ଯଦି ରଖିବୁ ପ୍ରାଣ ଶୁଣିବି ଯେମିତି ଥରେ ତୋହରି ନାମ ଛାତିକୁ ମାରିବୁ ଯଦି ଯିବି ମରି ଯିବି ମରି शिकारी शिकारी तू ಎಂಟೆ शिकारी 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 तू ಎಂಟೆ शिकारी ଏତିର ତ କିଛି ନୁହେଁ ସେତିର ଆଗେ ରକତର ମାଗେ ଯିଏ ସ୍ନେହ ମାଗେ ଏତିର ତ ବାଜିଲେ ବି ଯିବିନି ମରି ସେତିର ତ ଛୁଇଁ ଦେଲେ ଯିବି ମୁଁ ସରି ଏତିର ତ କିଛି ନୁହେଁ ସେତିର ଆଗେ ରକତର ମାଗେ ଯିଏ ସ୍ନେହ ମାଗେ ଏତିର ତ ବାଜିଲେ ବି ଯିବିନି ମରି ସେତିର ତ ଛୁଇଁ ଦେଲେ ଯିବି ମୁଁ ସରି ଏତିର ମନୀଷା ବାଜିବ ମରି ଯିବ ମରି शिकारी शिकारी तू ಎಂಟೆ शिकारी 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 तू ಎಂಟೆ शिकारी मते पारुनु की धारे आहा मते पारुनु की धारे कि पारुनु की मारे मते पारुनु की धारे कि पारुनु की मारे अरे निशाण बुझिले जानिबे सिना म तोर कारीगरी कारीगरी तोर कारीगरी शिकारी शिकारी तू ಎಂಟೆ शिकारी 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 तू ಎಂಟೆ शिकारी 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 तू ಎಂಟೆ शिकारी ଧନ୍ୟବାଦ ଭଉଣୀ, ବଢିଆ ଭଲ ଲାଗିଲା। ଧନ୍ୟବାଦ। ଯେଉଁଠି ଶିକାର ଶିକାରୀକୁ କହେ ମତେ ପାରୁନୁ କି ଧରି ପାରୁନୁ କି ମାରି, ସେଇଠି ଜାଣିବ ଯେ ଧରାଧାମରେ ଘୋର କଳିକାଳ ରାଜୁତି କରୁଛୁ। ସେହି କଳିକାଳରେ ରାଜନୀତି ରୀତିନୀତି ଅନୁକୂଳ କି ପ୍ରତିକୂଳ, ଠିକ କି ବିପରୀତ, ତାହା ଶ୍ରୀ ପ୍ରଭାତ କୁମାର ନନ୍ଦଙ୍କ କଣ୍ଠରୁ ଶୁଣନ୍ତୁ। କେତକଳି କାଳ ରୀତି ବିପରୀତ ଭାଇରେ ଚଳଚ୍ଚିତ୍ର ଅମଡ଼ା ବାଟ ମୂଳ ଗାୟକ ହେଲେ ଅକ୍ଷୟ ମହାନ୍ତି। ବର୍ତ୍ତମାନ ମୁଁ ପ୍ରଭାତ ନନ୍ଦ ଭାଇକୁ ଅନୁରୋଧ କରିବି ସେ ତାଙ୍କର ଗୀତଟି ଗାଇବେ। ଶୁଭୁନି ଶୁଭୁନି ଭାଇ।
ଶୁଭୁନି। ବର୍ତ୍ତମାନ ସୁବିଧା? ହଁ ଶୁଭିଲା। ହଁ। ଏତ କଳି କାଳ ରୀତି ବିପରୀତ ଭାଇରେ, ଏତ କଳି କାଳ ରୀତି ବିପରୀତ ଭାଇରେ, ଆଣରଣ ଆଣରଣ ଚଣ୍ଡୀ ଘରେ ହାତ ଧରି ବାହା ହୋଇରେ, ଏତ କଳି କାଳ ରୀତି ବିପରୀତ ଭାଇରେ, ଶ୍ୱଶୁର ଶାଶୁର ସେବା ସେ ତ ହେଲା ପାପରେ, ଶ୍ୱଶୁର ଶାଶୁର ସେବା ସେ ତ ହେଲା ପାପରେ, ଦେଖି ସୁବାବାଜି ସାଜି ହରିନାମ ଭଜରେ, ହରିନାମ ଭଜରେ, ନହେଲେ ତୁ ଠେଙ୍ଗା ଧର, ନହେଲେ ତୁ ଠେଙ୍ଗା ଧର, ଆଉ ବାଟ ନାହିଁ ନାହିଁ ରେ, ଏତ କଳି କାଳ ରୀତି ବିପରୀତ ଭାଇରେ, ଏତ କଳି କାଳ ରୀତି ବିପରୀତ ଭାଇରେ, ନିଜ ସୁଖ ପାଇଁ ସେ ଯେ ତୁଚ୍ଛା ମିଛ କଥାରେ, ନିଜ ସୁଖ ପାଇଁ ସେ ଯେ ତୁଚ୍ଛା ମିଛ କଥାରେ, ହାତ ଦେଇପାରେ କହି ଜଗନ୍ନାଥ ମଥାରେ, ହାତ ଦେଇପାରେ କହି ଜଗନ୍ନାଥ ମଥାରେ, ବୁଲେ ପୁଣି ସଂସାରୀ, ବୁଲେ ପୁଣି ସଂସାରୀ ଘର ଘର ସାଇରେ, ଏତ କଳି କାଳ ରୀତି ବିପରୀତ ଭାଇରେ, ଏତ କଳି କାଳ ରୀତି ବିପରୀତ ଭାଇରେ, ଏମିତି ଘରଣୀ ଖଣ୍ଡେ ଘରେ ଥିବ ଯାହାର, ଏମିତି ଘରଣୀ ଖଣ୍ଡେ ଘରେ ଥିବ ଯାହାର, ତା ଲାଗି ଶାସନ ନୀତି ଦିନ ରାତି ପାହାର, ଦିନ ରାତି ପାହାର, ବୀରବର ଠେଙ୍ଗା ଧର, ବୀରବର ଠେଙ୍ଗା ଧର, ଆଉ ବାଟ ନାହିଁ ନାହିଁ ରେ, ଏତ କଳି କାଳ ରୀତି ବିପରୀତ ଭାଇରେ, ଏତ କଳି କାଳ ରୀତି ବିପରୀତ ଭାଇରେ, ଆଣରଣ ଆଣରଣ ଚଣ୍ଡୀ ଘରେ ହାତ ଧରି ବାହା ହୋଇରେ, ଏତ କଳି କାଳ ରୀତି ବିପରୀତ ଭାଇରେ, ଏତ କଳି କାଳ ରୀତି ବିପରୀତ ଭାଇରେ। ଧନ୍ୟବାଦ ଭାଇ, ବହୁତ ସୁନ୍ଦର ଲାଗିଲା ଆପଣଙ୍କ ଗୀତଟି। ଆମର ପରବର୍ତ୍ତୀ ଗାୟିକା ହେଲେ ମନୋରମା ମିଶ୍ର, ସେ ସ୍ତ୍ରୀ କଥା ଚିତ୍ରର ଗୋଟିଏ ଗୀତ ଶୁଣାଇବେ। ଗୀତଟି ହେଲା ମୋ ଆଖିର କେତେ କଥା, ମୋ ମନର ନୀରବତା। ମନୋରମା ମିଶ୍ର। ମୋ ସାଉଣ୍ଡ ଶୁଭୁଛି? ହଁ ଶୁଭୁଛି ଶୁଭୁଛି। ହଁ। ମୋ ଆଖିର କେତେ କଥା, ମୋ ମନର ନୀରବତା, କହିବାକୁ ଚାହେଁ ଯାହା କହିପାରେ ନା, ନ କହି ମୁଁ ନୀରବରେ ରହିପାରେ ନା, ମୋ ଆଖିର କେତେ କଥା, ଏଇ ନଈ ଯାଏ ବହି ସାଗରେ ମିଶିବା ପାଇଁ, ଏଇ ନଈ ଯାଏ ବହି ସାଗରେ ମିଶିବା ପାଇଁ, କାନେ କାନେ ଧୀରେ ଧୀରେ ମନ କଥା ଯାଏ କହି, ଢେଉ ବିନା ଜୁଆର ତ ରହିପାରେ ନା, ଏଇ ମୋର ଛୋଟ କଥା ବୁଝିପାର ନା, ମୋ ଆଖିର କେତେ କଥା, ସରସିରେ ପଦ୍ମ କଇଁ ସୂର୍ଯ୍ୟ ଚନ୍ଦ୍ରମାରେ ଚାହିଁ, ସରସିରେ ପଦ୍ମ କଇଁ ସୂର୍ଯ୍ୟ ଚନ୍ଦ୍ରମାରେ ଚାହିଁ, କେତେ ଉଷା ଗୋଧୂଳିରେ ଆନନ୍ଦେ ମଗନ ହୋଇ,
ଫୁଲ ବିନା ମହୁମାଛି ରହିପାରେ ନା। ଏଇ ମୋର ଛୋଟ କଥା ବୁଝିପାର ନା। ମୋ ଆଖିର କେତେ କଥା ମୋ ମନର ନୀରବତା କହିବାକୁ ଚାହେଁ ଯାହା କହିପାରେ ନା। ନା କହି ମୁଁ ନୀରବରେ ରହିପାରେ ନା। ମୋ ଆଖିର କେତେ କଥା। ବହୁତ ବଢିଆ ମନୋରମା ଭଉଣୀ। ଯେଉଁଠି ଆଖିର କଥା ମନର ନୀରବତା କହି ହୁଏ ନାହିଁ କି କହିକି ରହି ହୁଏ ନାହିଁ, ସେଇଠି ଛାତି ଟିକ୍ ଟିକ୍ ହୁଏ ଆଉ ଘଣ୍ଟା ଟିକ୍ ଟିକ୍ ଚାଲେ ଆଗକୁ ଆଗକୁ। ଏହି ପୃଷ୍ଠଭୂମିରେ ରଚିତ ଏକ ଗୀତ ଟିକ୍ 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 ଘଣ୍ଟା ଚାଲେ ଘଣ୍ଟା ଘଣ୍ଟା ମିନିଟି। ଶୁଣନ୍ତୁ ଶ୍ରୀ ମନମୋହନ ପାତ୍ରଙ୍କ କଣ୍ଠରୁ। ଏହା ନାଗଫାସ ଚଳଚ୍ଚିତ୍ରର ମୂଳ ଗାୟକ ହେଲେ ଅକ୍ଷୟ ମହାନ୍ତି। ବର୍ତ୍ତମାନ ମୁଁ ମନମୋହନ ଭାଇକୁ ଅନୁରୋଧ କରିବି ସିଏ ଏ ଗୀତଟି ଗାଇବେ। ଏ ସମସ୍ତଙ୍କୁ ମୋର ସୀତାରାମ। ସୀତାରାମ। ଭାଇ ତ କହିଲେ ନାଗଫାସ ଚଳଚ୍ଚିତ୍ରର ଶ୍ରୀରାମ ପଣ୍ଡା ଓ ମାଳବିକା ରାୟଙ୍କର ଅଭିନୀତ। ଗାଆନ୍ତୁ। टिक 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 घंटा चाले हो घंटा चाले घंटा चाले घंटा चाले घंटा घंटा मिनिटी झियो देखिली तिनिटी मु झियो देखिली तिनिटी हो टिक 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 घंटा चाले घंटा चाले हो घंटा चाले घंटा घंटा मिनिटी झियो देखिली तिनिटी मु झियो देखिली तिनिटी दुईटा झियो फेरी चाहिले चाहिला नाही जणे रे दुईटा झियो फेरी चाहिले चाहिला नाही जणे ଯେଉଁ ଝିଅଟି ଚାହିଁଲା ନାହିଁ ସେଇ ତ ମନ ଟାଣେ ହୋ ଟିକ 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 ଘଣ୍ଟା ଚାଲେ ଘଣ୍ଟା ଚାଲେ ହୋ ଘଣ୍ଟା ଚାଲେ ଘଣ୍ଟା ଘଣ୍ଟା ମିନିଟି ଝିଅ ଦେଖିଲି ତିନିଟି ମୁଁ ଝିଅ ଦେଖିଲି ତିନିଟି ଦୁଇଟା ଝିଅ ହସା ହସି ଜଣେ ହସିଲା ଅଧା ଆରେ ଦୁଇଟା ଝିଅ ହସା ହସି ଜଣେ ହସିଲା ଅଧା ଆରେ ଯେଉଁ ଝିଅଟି ହସିଲା ଅଧା ସେଇଠି ଅସୁବିଧା ହୋ ଟିକ 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 ଘଣ୍ଟା ଚାଲେ ଘଣ୍ଟା ଚାଲେ ହୋ ଘଣ୍ଟା ଚାଲେ ଘଣ୍ଟା ଘଣ୍ଟା ମିନିଟି ଝିଅ ଦେଖିଲି ତିନିଟି ମୁଁ ଝିଅ ଦେଖିଲି ତିନିଟି ଦୁନିଆ ସାରା ଗେड़ा ଗେड़ा ଗୋଟିଏ ଥିଲା ଲମ୍ବୁ ଦୁନିଆ ସାରା ଗେड़ा ଗେड़ा ଗୋଟିଏ ଥିଲା ଲମ୍ବୁ ଯେଉଁ ପୁଅଟି ଲମ୍ବୁଆ ସେଇଠି ଆମ ବାବୁ ହୋ ଟିକ 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 ଘଣ୍ଟା ଚାଲେ ଘଣ୍ଟା ଚାଲେ हो घंटा चाले घंटा घंटा मिनिटी झियो देखिली तिनिटी मु झियो देखिली तिनिटी चिड़ू जे थिला झियोटिए ଔଷଧ ଛୁଁ ଛୁଁ ଚିड़ୁ ଯେ ଥିଲା ଝିଅଟିଏ ଔଷଧ ଛୁଁ ଛୁଁ ଆରେ ସେଇ ଝିଅଟି ଆସିଲା ଓଇ ଡାକ୍ତରର ବୋହୂ ହଁ ଟିକ 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 ଘଣ୍ଟା ଚାଲେ ଘଣ୍ଟା ଚାଲେ हो घंटा चाले घंटा घंटा मिनिटी झियो देखिली तिनिटी मु झियो देखिली तिनिटी हो टिक 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 घंटा चाले घंटा चाले हो घंटा चाले घंटा घंटा मिनिटी झियो देखिली तिनिटी मु झियो देखिली तिनिटी ଧନ୍ୟବାଦ ଭାଇ, सीताराम ଧନ୍ୟବାଦ। ପରବର୍ତ୍ତୀ ତିନୋଟି ଝିଅ ମଧ୍ୟରୁ ଜଣେ ଦିହରେ ରଙ୍ଗ ହଳଦୀ ବୋଳି ହେବାକୁ ଉଚ୍ଛନ୍ନ ହେଇ କହୁଛି, ମୋ ଦେହରେ ବୋଳି ଦିଅ ରଙ୍ଗ ହଳଦୀ, ଅଗଣାରେ ସଜାଇ ଦିଅ ମୋ ବାହା ବେଦୀ, ମୋ ବରକୁ ଡାକି ଆଣ ଟିକେ ଜଲ୍ଦି ଜଲ୍ଦି। ଇଏ ହେଲା ମୂଳ କଣ୍ଠ
गीता पट्टनायक आमको एठी गाई शुणाउछन्ती श्रीमती रेणुका भौणी बर्तमान रेणुका भौणी अनुरोध करिले सी ताकर ए गीत रे गाई शुणाइबे। जय जगन्नाथ समस्त को मोर नमस्कार। मो देहरे बोली दियो रंग हळदी अगणारे सजाई दियो मो बावेदी हे मो बर को आए मो बर को डाकी आना टिके जल्दी 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 मो देहरे बोली दियो रंग हळदी अगणारे सजाई दियो मो बावेदी हे मो बर को हाय मो बर को डाकी आनो टिके जल्दी 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 मो मथारे नाई दियो चंदन पाटी मो पादरे टाणी दियो अलता पटी मो बर को बांधी दियो दळ मुकुट मो देहरे बेड़ी दियो बोल पाट भाउज राणी आण मोर हार चूड़ी मुदी हे मो गहना पिंधिबाकू मन जल्दी 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 कनक अंजुली मो हातरे नेई बारी काणी साथी जीवी बेदी को नाई कहली थर मो बर पाखे बसिबी लुचि लुचि बर पाद रंग देखिबी दुई कड़े बसी थिबे दुई समुदी अरे पुरोहित हाथ गंठी पका जल्दी 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 मो देहरे बोली दियो रंग हळदी अगणारे सजाई दियो मो बावेदी मो बर को डाकी आनो टिके जल्दी 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 सार देले झियो पुअर बाहाघर रे समुदी समुदिनी बा दुई समुदिनी कथा भाषा आज श्रीमती तरुण बाला कंठरे आम शुणा ये समुदिनी केमती कथा होउछंती तार मूल गायिका हेले सुचित्रा और संगीता महापात्र मु बर्तमान तरुण बाला भौणी अनुरोध करी से गीत गाई शुणे नमस्कार शुभ नमस्कार। संध्या आलो आलो समुदुणी आसम शुण समुदुणी मोर तुम पुआ संगे मोर झियर समुदुणी आगो समुदुणी विवाह होइछि स्थिर समुदुणी 3 मास गले बीती मगुसुर मासे पड़िब तिथि समुदुणी आगो समुदुणी दिन धरिछि मागुणी पति समुदुणी हाँ जानी जे पुणी जे कौन म हेला जे सबु कथा स्थिर हेला যৌতুক কথা স্থির নহেলা স্থির নহেলা অসଲ কথাটি রহিগলা মলা মোর এই কথা ये नुहे पुरुणा कथा जुगत न चाहे ଯୌତୁକ ପ୍ରଥା ତେଣେ ନ ପୁରା ଆଉ ମଥା କାହିଁକି ମ ମୁଁ କଣ ପୁଅ କାହାଠାରୁ ମାଗି ଆଣିଛି କି
आइए से पुआ मोर आइए से पुआ मोर से तो गेजेटेड ऑफिसर मासकु दरमा 1,500 ସମୁଦୁଣୀ आहे ସମୁଦୁଣୀ ଏଥକୁ ବିଚାର କର ସମୁଦୁଣୀ। ଜାଣିଛି ମ ଜାଣିଛି, ହେଲେ ଝିଅ ମୋର ଡାକ୍ତରାଣୀ ସେ ତ ଗେଜେଟେଡ ପୁଣି ମାସକୁ ଦରମା କେତେ କେଜାଣି ସମୁଦୁଣୀ ଆଗ ସମୁଦୁଣୀ ସେ ତ ପଇସା ଆଣୁଛି ଛାଣି ସମୁଦୁଣୀ। ଖାଲି କଣ ସେତିକି, ପୁଅ ମୋର ଦରମା ପାଏ ଯେତିକି ଗ୍ରସ୍ତ ଖର୍ଚ୍ଚ ପୁଣି 3 ସେତିକି ସମୁଦୁଣୀ आहे ସମୁଦୁଣୀ ଆନନ୍ଦରେ ଦିନ ଯାଏ ବିତି ସମୁଦୁଣୀ। ମଲା ମୋର ଏଇ କଥାକୁ ନା ପେଲି ଦେଲୁ କଲିକତାକୁ। ଡେଲିଭରି କେସ ପାଇଁ 100 ଟଙ୍କା ଝିଅ ଆଣଇ ସମୁଦୁଣୀ ଆଗ ସମୁଦୁଣୀ ମୋର ଆନନ୍ଦର ସୀମା ନାହିଁ ସମୁଦୁଣୀ। ତାଳ ଟୁଳ ଛାଡି ଦିଅ ମନ କଥା ମୋତେ ଫିଟାଇ କୁହ आहे କିସ ନେବ ତୁମ ପୁଅ। ଆଚ୍ଛା ତେବେ ମନ ଦେଇ ଶୁଣ। ଜୋଇଁର ରୋଲେକ୍ସ ଘଡି, ଆଚ୍ଛା ଜୋଇଁର ରୋଲେକ୍ସ ଘଡି ଆଗ ତୁରା ଦେବ ମଟର ଗାଡି ବର ଆସିବ ସେଥିରେ ଚଢି। ମାଷ୍ଟର କ୍ୟାଣ୍ଟିନ ଠାରେ 3 ଗୁଣ୍ଠ ଜମି ମୋ ପୁଅ ନାଁରେ କର ରେଜିଷ୍ଟ୍ରି ଏଇ ମାସରେ। ପୁଣି ଶୁଣ, ବମ୍ବେ ପ୍ୟାଟର୍ନର ଖଟ ସନ୍ମାଇକା ଫିଟି ସେଥିରେ ହେବ ଆଉ ବେଡରେ ବିଛଣା ସଜ। ଆଉ ଟିକେ ଶୁଣ, ଝିଅକୁ ଗହଣା ଦେବ 60 ଭରିରୁ ଉଣା ନେହବ ତହିଁ ସଙ୍ଗେ ଫ୍ରିଜଟିଏ ଥିବ। ଶେଷରେ ଶୁଣ, ନଗଦ 10,000 ଏହା ଛଡା ଆଉ ସବୁ ବ୍ୟବହାର ତୁମେ ସମ୍ବନ୍ଧ ତୁମ ଆମର। କଣ ହେଲା, ଝିଅ ଜନ୍ମ କରିଛି ନା ପାପ କରିଛି ମୋର ନହେଲା ନାଇଁ। ମୋ ଝିଅର ଦରମା ଯାକ ସେ ସବୁ ଅଟଇ ତାର ଯୌତୁକ ସମୁଦୁଣୀ ଆଗ ସମୁଦୁଣୀ ଏଇ କଥା ମନେ ରଖ ସମୁଦୁଣୀ। କଣ କହିଲ, ସେ କଥା ପଟିବ ନାହିଁ ବିନା ଯୌତୁକରେ ବିବାହ ଦେଇ ସମୁଦୁଣୀ आहे ସମୁଦୁଣୀ ତୁମେ ପାଇବ ହାକିମ ଜ୍ୱାଇଁ ସମୁଦୁଣୀ। ତୁମ ଦଲାଲି ଚଳିବ ନାହିଁ ଟଙ୍କା ଦେଇ ପୁଅ ପଢିଛି ପାଠ ଫୁଲେଇଲୋ ଝିଅ ପଢିଛି କି ଗୋଡି ଦେଇ ଫୁଲେଇଲୋ। ହେଲା ଝିଅକୁ ବିଭାନ ଦେବି ଦେଶ ସେବା କାର୍ଯ୍ୟ ଲଗାଇ ଦେବି ଫୁଲେଇଲୋ ତୋତେ ଝାଡୁରେ ଜବାବ ଦେବି ଫୁଲେଇଲୋ। ଧନ୍ୟବାଦ। बहुत बहुत धन्यवाद बापा, बहुत बढ़िया ହେଲା। ବର୍ତ୍ତମାନ ମୁଁ ପରବର୍ତ୍ତୀ ଗାୟକ ପାଖକୁ ଯିବି। ବାହାଘର କଥା ତ ଦି ସମୁଦ୍ରୀଙ୍କ ମଧ୍ୟରେ ସରିଲା, ଏଣୁ କଣ ଯେ ଛୁଇଁକି ଶପଥ କରିବେ ଆମ ଶୁଭେନ୍ଦୁ ଭାଇ, ତାଙ୍କଠାରୁ ଶୁଣିବା ଅକ୍ଷୟ ମହାନ୍ତିଙ୍କ ମୂଳ ଗୀତରେ ସତ କହୁଛି ମୁଁ ତମ ଦେହ ଛୁଇଁ। ଶୁଭେନ୍ଦୁ ଭାଇ। ନମସ୍କାର। ସତ କହୁଛି ମୁଁ ତମ ଧିଅ ଛୁଇଁ ତମ ଛଡା ମୋର ଆଉ କେହି ନାହିଁ। ସତ କହୁଛି ମୁଁ ତମ ଧିଅ ଛୁଇଁ ତମ ଛଡା ମୋର ଆଉ କେହି ନାହିଁ। ହେଲେ ତମର ସେତିକି ସ୍ନେହ ନାହିଁ ସ୍ନେହ ନାହିଁ ଯେଣୁ ପାନ ମାଗି ଗଲେ ଗୁଆ ନାହିଁ ଆଉ ଚାହା ମାଗି ଗଲେ ଚିନି ନାହିଁ। ଗୋଟେ ପଇସା ମାଗିଲେ ଖୁଚୁରା ନାହିଁ ଖୁଚୁରା ନାହିଁ। ସତ କହୁଛି ମୁଁ ତମ ଦିହ ଛୁଇଁ ତମ ଛଡା ମୋର ଆଉ କେହି ନାହିଁ। ଗପ ସପ ପାଇଁ ତମକୁ ମିଳୁନି ଫୁରୁସତ ମନ କଥା ଏଣେ କହିବାକୁ ମୁହିଁ ହରକତ। ଭାଙ୍ଗି ପାରୁନାହ ତମେ ତ କାହାର ମୁହଁ ମତ
ମୋହରି ବେଳକୁ ଓଢଣାର ଲମ୍ବ 7 ହାତ। ଓ ତମ ଦୁଆରେ ପହରା ବାଲା ନାହିଁ, ତମ ଘରକୁ ଯିବାକୁ ମନା ନାହିଁ, ହେଲେ ତମ ମନ କୋଠରୀକି କବାଟ ନାହିଁ, କବାଟ ନାହିଁ, କବାଟ ନାହିଁ। ସତ କହୁଛି ମୁଁ ତମ ଦିଅ ଛୁଇଁ, ତମ ଛଡା ମୋର ଆଉ କେହି ନାହିଁ। ଚିଠି ଲେଖି ଲେଖି ଘୋରି ହୋଇଗଲା କଲମ, ରଦି କାଗଜରେ କରିଦେଲ ସବୁ ନିଲାମ। ମୋହରି ଉପରେ ହୋଇଗଲା ଯାହା ଜୁଲମ, ଦରଦ ଛାଡୁନି ଘଷି ଘଷି କେତେ ମଲମ। ଓ ଆଜି ରହୁଛି ମୁଁ କାନ ମୋଡି ହୋଇ, ଆଉ ପିରତି ବାଟରେ ଯିବି ନାହିଁ, ଯେଣୁ ସୁନ୍ଦରୀ ଝିଅଙ୍କ ହୃଦୟ ନାହିଁ, ହୃଦୟ ନାହିଁ, ହୃଦୟ ନାହିଁ। ସତ କହୁଛି ମୁଁ ତମ ଦିଅ ଛୁଇଁ, ତମ ଛଡା ମୋର ଆଉ କେହି ନାହିଁ, ହେଲେ ତମର ସେତିକି ସ୍ନେହ ନାହିଁ, ସ୍ନେହ ନାହିଁ, ସ୍ନେହ ନାହିଁ। ଯେଣୁ ପାନ ମାଗି ଗଲେ ଗୁଆ ନାହିଁ, ଆଉ ଚାହା ମାଗି ଗଲେ ଚିନି ନାହିଁ, ଗୋଟେ ପଇସା ମାଗିଲେ ଖୁଚୁରା ନାହିଁ, ଖୁଚୁରା ନାହିଁ, ଖୁଚୁରା ନାହିଁ। ସତ କହୁଛି ମୁଁ ତମ ଦିଅ ଛୁଇଁ, ତମ ଛଡା ମୋର ଆଉ କେହି ନାହିଁ। ବହୁତ ବଢିଆ, ବହୁତ ବଢିଆ ସୁଗନ୍ଧ ଭାଇ। ଆମେ ଭାବୁଥିଲୁ ଆପଣ କଣ ଦେହ ଛୁଇଁ କହିବେ, ଏବେ ଏଇଠି ଆମେ ଜାଣିପାରିଲୁ। ଆଚ୍ଛା, ୟା ଭିତରେ ଆମର ସେ ବିଜୟ ଭଉଣୀ କଣ ନା ତ କଲ୍ୟାଣୀ ଲକ୍ଷ୍ମୀ କଣ କହିବା ପାଇଁ ଚାହୁଁଛନ୍ତି କି? ଭଉଣୀ କଲ୍ୟାଣୀ ଲକ୍ଷ୍ମୀ କିଛି ଆପଣ କହିବାକୁ ଚାହୁଁଥିଲେ କି? ସେ ହାତ ନାଇଁ, ସେ ଉଠେଇଥିଲେ। ମ୍ୟୁଟ ଅଛନ୍ତି, ତାଙ୍କର ମାନେ ଆସିନି ତାଙ୍କର। ଆଚ୍ଛା, ହଁ, ଓକେ, ବହୁତ ହାତ ବଢିଆ ବଢିଆ ଗାଇଲେ ଶୁଭେନ୍ଦୁ ଭାଇ। ବଢିଆ ହେଲା। ବର୍ତ୍ତମାନ ପରବର୍ତ୍ତୀ ଦେହ ଛୁଇଁ ସତ କହିବା, ସତ କହି ଘରକୁ ବଧୂ କରି ଆଣିବା ପରେ, ବଧୂ କରି ଆଣିବା ପରେ କାହାର ଯାହା ହୁଏ ତ କାହାର ଭାଉଜ ହୁଏ। ନୂଆ ନୂଆରେ ଭାଉଜଙ୍କ ସହିତ ଝିଅର ଏଭଳି ଏକ ହାସ୍ୟ ରସାତ୍ମକ ଗୀତ ଶୁଣନ୍ତୁ ଶ୍ରୀମତୀ ତନୁଜା ରଥଙ୍କ କଣ୍ଠରୁ। କଥାଚିତ୍ର ଅଧୀନ ମେଘ, କୂଳ ଗାୟିକା ତୃପ୍ତି ଦାସ। କାହାର ଭିଡିଓ ଅନ୍ ଅଛି, ଭିଡିଓ ଅନ୍ ହଉଛି। ତନୁଜା ରଥଙ୍କୁ ଅନୁରୋଧ କରିବି ସେ ଗୀତ ଗାଇବେ। ଦୟାକରି ଅନ୍ୟମାନେ ନିଜର ମ୍ୟୁଟ୍ କରିଦିଅନ୍ତୁ। ସମସ୍ତଙ୍କୁ ନମସ୍କାର। ବୋଲ କି କହିବି ନୂଆ ଭାଉଜଙ୍କ କଥା, ବୋଲ କି କହିବି ନୂଆ ଭାଉଜଙ୍କ କଥା, तो आगे कही देवी कहली बोली आजी, तो आगे कही देवी कहली बोली आजी, कहले जा जार जार दियर टोका, कहले जा जार दियर टोका। सकाळू उठी दांत न घसी चा पियंती पलंके बसी, सकाळू उठी दांत न घसी चा पियंती पलंके बसी, मुटिके मागी बारू होइले गारू गारू, मुटिके मागी बारू होइले गारू गारू, कहले जा जार दियर टोका, कहले जा जार दियर टोका। गाधई गलु तू जेते बेले चपल पिंधी भात रांधिले, गाधई गलु तू जेते बेले चपल पिंधी भात रांधिले, कहले बो आगे कहबनी टिकेबे, कहले बो आगे कहबनी टिकेबे, कहले कान मोड़ी छिंडेई देविटी एका, कहले कान मोड़ी छिंडेई देविटी एका। कहली हेलाणी स्कूल बेल खाइबाकू दियो जीवी चंचल, कहली हेलाणी स्कूल बेल खाइबाकू दियो जीवी चंचल, गलाकू मो चिपी देले मन इच्छा बकी देले, गलाकू मो चिपी देले मन इच्छा बकी देले, कहले रांधी देव आणु न माइप गोटा, कहले रांधी देव आणु न माइप गोटा। बोल कि कहबी नुआ भाउजंक कथा, बोल कि कहबी नुआ भाउजंक कथा, बोल कि कहबी नुआ भाउजंक कथा। पूरा लेगी तो दी गाई देला हमर अनुजा भौणी। नमस्कार समस्त को। बहुत बढ़िया, बहुत बढ़िया। थैंक यू।
बहुत बढ़िया। ନୂଆ ବୋହୂଟି ଯେତେବେଳେ ପୁରୁଣା ଘରଣୀ ଭୁଲି ଯାଏ ସେତେବେଳେ ସେ ଘରେ ତାର ହୁକୁମ ତାମିଲ କରିବାର ଲାଗେ। ପତି ବିଚାର ଆସ୍ତେ ଆସ୍ତେ ଅବନମିତ ହୋଇଯାଏ। ସେତେବେଳେ ମାଇଚିଆ ଗୋଖେଇ ସାହୁ ମାଇପ ହାତରୁ କଉଣି ଖାଉ ଗୀତରେ ଆବିର୍ଭାବ ହୁଏ। ଗାଇ ଶୁଣାଉଛନ୍ତି ଶ୍ରୀ ବାବାଜୀ ଚରଣ ବିଶ୍ୱାଳ। ମୂଳ ଗାୟକ ହେଲେ ଅକ୍ଷୟ ମହାନ୍ତି। ବାବାଜୀ ଆଉ ମାଇଚିଆ ଗୋକେଇ ସାହୁ ଗୀତଟି ଶୁଣ। ମାଇଚିଆ ଗୋଖେଇ ସାହୁ ମାଇପ ହାତରୁ କହୁଣି ଖାଉ, ମାଇଚିଆ ଗୋଖେଇ ସାହୁ ମାଇପ ହାତରୁ କହୁଣି ଖାଉ, ଅଣ୍ଡିରା ପଣତା ଚୁଲିକି, ଅଣ୍ଡିରା ପଣତା ଚୁଲିକି, ଆରେ ଅଣ୍ଡିରା ପଣତା ଚୁଲିକି ଯାଉ, ମାଇପ ପାଖରେ କୁଁ 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 କୁଁ, ମାଇଚିଆ ଗୋଖେଇ ସାହୁ ମାଇପ ହାତରୁ କହୁଣି ଖାଉ, ମାଇଚିଆ ଗୋଖେଇ ସାହୁ ମାଇପ ହାତରୁ କହୁଣି ଖାଉ। ବାହାରେ ହୁଏ ସେ ବାଘ ସମ୍ଭାଳି ପାରେ ନା ରାଗ, ବାହାରେ ହୁଏ ସେ ବାଘ ସମ୍ଭାଳି ପାରେ ନା ରାଗ, କଥା କୁହ ରଖି ବାଗ ଗାଲରେ ଦେବ ସେ ଦାଗ, କଥା କୁହ ରଖି ବାଗ ଗାଲରେ ଦେବ ସେ ଦାଗ, ବାହାରେ କୁଏ ସେ ଜାଣ ମୋ, ବାହାର କୁଏ ସେ ଜାଣ ମୋ, ଆରେ ବାହାରେ କୁଏ ସେ ଜାଣ ମୋ ତାଉ, ମାଇପ ପିଠିରେ ହୁଏ ମୁଲାଉ, ଉହୁଁ ଉହୁଁ, ମାଇଚିଆ ଗୋଖେଇ ସାହୁ ମାଇପ ହାତରୁ କହୁଣି ଖାଉ, ମାଇଚିଆ ଗୋଖେଇ ସାହୁ ମାଇପ ହାତରୁ କହୁଣି ଖାଉ, କହେ ସେ ରଖିବି ମୁହିଁ ଘରେ ମୋର 8 ରାଣୀ, କହେ ସେ ରଖିବି ମୁହିଁ ଘରେ ମୋର 8 ରାଣୀ, 8 ରାଣୀ ପାଇଁ ପୁଣି 32 ଚାକରାଣୀ, 8 ରାଣୀ ପାଇଁ ପୁଣି 32 ଚାକରାଣୀ, ବାହାରେ କୁଏ ସେ ଦେଖେଇ, ଆରେ ବାହାରେ କୁଏ ସେ ଦେଖେଇ, ବାହାରେ କୁଏ ସେ ଦେଖେଇ ତାଉ, ମାଇପ କୁମାର ଦାଉ 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 ଦାଉ, ମାଇଚିଆ ଗୋଖେଇ ସାହୁ ମାଇପ ହାତରୁ କହୁଣି ଖାଉ, ମାଇଚିଆ ଗୋଖେଇ ସାହୁ ମାଇପ ହାତରୁ କହୁଣି ଖାଉ, ଅଣ୍ଡିରା ପଣତା ଚୁଲିକି, ଆରେ ଅଣ୍ଡିରା ପଣତା ଚୁଲିକି, ଆଉ ଅଣ୍ଡିରା ପଣତା ଚୁଲିକି ଯାଉ, ମାଇପ ପାଖରେ କୁଁ 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 କୁଁ, ମାଇଚିଆ ଗୋଖେଇ ସାହୁ ମାଇପ ହାତରୁ କହୁଣି ଖାଉ, ମୁଁ ଆସିଛି ସଂଯୋଗକୁ ଏଠି ଦେଖା ଭାଉ, ମାଇଚିଆ ଗୋଖେଇ ସାହୁ। ବାହା ହୋଇନଥିଲେ ଭଲ ହେଇଥାନ୍ତା। ଜୟ ଜଗନ୍ନାଥ। ବହୁତ ଭଲ ହେଇଥାନ୍ତା ଭାଇ, ମୁଁ ମଧ୍ୟ ସେୟା ଭାବୁଥିଲି। ବହୁତ ବଢିଆ ହେଲା। ଏମିତି ଆଉ ଏକ ହାସ୍ୟ ରସାତ୍ମକ ଗୀତ ହଉଛି ମାଲୋ କଲିକତିଆ ଜୁଇଁ। କଲିକତା ଜୁଇଁ କଣ କଣ ଆଣୁଛନ୍ତି ଆମେ ବର୍ତ୍ତମାନ ଜସ୍ମିତା ଭଉଣୀଙ୍କ ଠାରୁ ଶୁଣିବା। ସିଏ କଲିକତା ଜୁଇଁ ବିଷୟରେ କିଛି କହିବେ। ମୂଳ କଣ୍ଠ ହେଲା ସୁଧାରମା। ବର୍ତ୍ତମାନ ଜସ୍ମିତା ଦାସ ଭଉଣୀକୁ ମୁଁ ଅନୁରୋଧ କରିବି ସେ ତାଙ୍କ ଗୀତଟି ଶୁଣାଇବେ। ଜୟ ଜଗନ୍ନାଥ। ସମସ୍ତଙ୍କୁ ମୋର ନମସ୍କାର। लो हूँ मालो मालो कलिकतिया जोई, मालो हूँ मालो मालो कलिकतिया जोई, घोडा आଣିଛି ସହିସ ନାହିଁ, ହାତୀ ଆଣିଛି ମାହୁତ ନାହିଁ, ବାଇଦ ଆଣିଛି ଶବଦ ନାହିଁ, ମାଲୋ 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 କଲିକତିଆ ଜୋଇଁ, ମାଲୋ 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 କଲିକତିଆ ଜୋଇଁ, ବରଯାତ୍ରୀ ଆଣିଛି ସାଥେ ସତେ କି ପଲେ ଘୁଷୁରୀ, ପୁରହିତ ଧରିଛି କୁଞ୍ଚ ମନ୍ତର ପଢେ ଭଣ୍ଡାରୀ, କଲିକତି ଗଜରା ଆଣିଛି ଫୁଲରେ ପାଖୁଡା ନାହିଁ, ବାଣ ଆଣିଛି ବାରୁଦ ନାହିଁ, ନାଟ ଆଣିଛି ନୁପୁର ନାହିଁ, ରୋଷଣୀ ଆଣିଛି ଆଲୁଅ ନାହିଁ, ମାଲୋ 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 କଲିକତିଆ ଜୋଇଁ, ମାଲୋ 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 କଲିକତିଆ ଜୋଇଁ, ଝୁଲି ଝୁଲି ଚାଲୁଛି ବାଟ
ସତେ କି କାଳିଆ ହାତୀ କଳା କଳା ରଖିଛି ନିଶ ସତେ କି ପ୍ରଜାପତି ଦେଲେ ହସି ମୁରୁକି ପାନ ଛେପ ପଡେ ବୋହି ପାଗ ଭିଡିଛି ପଗଡି ନାହିଁ ଅଣ୍ଟା ଭିଡିଛି କଉଡି ନାହିଁ ଅତର ନାଇଛି ବାସନା ନାହିଁ ମାଲୋ 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 କଲିକତିଆ ଜୋଇଁ ମାଲୋ 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 କଲିକତିଆ ଜୋଇଁ ଘୋଡ଼ା ଆଣିଛି ସାହସ ନାହିଁ ହାତୀ ଆଣିଛି ମାହୁତ ନାହିଁ ବାଇଦ ଆଣିଛି ଶବଦ ନାହିଁ ମାଲୋ 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 କଲିକତିଆ ଜୋଇଁ ମାଲୋ 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 କଲିକତିଆ ଜୋଇଁ। बहुत बढ़िया जस्मिता भौणी अति सुंदर। वर्तमान ये गोटे सबुठार अलगा आमर भिन्न एक हास्य रसात्मक गीत गीत शुणी आपण मैंने पुलकित हेबे। गीतटी है आहा आहा डॉक्टर देहरे मो टेम्परेचर। बर्तमान आमर विनोद बेहरा को अनुरोध करी ये मूल गायक प्रफुल्ल कर गीतटी शुणेबे। विनोद बेहरी आहा 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 डॉक्टर मुंडा मो चक्कर देहरे टेम्परेचर छाती मो कर कर मते धर 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 रे माडी बसीछि प्रेम 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 जर आहा आहा डॉक्टर नियमते धीरे धीरे बादल रो आम्बुलांस रे रखी दियो रे अति जतने फगुण रो अस्पताल रे नियमते आ धीरे धीरे ओ बादल रो आम्बुलांस रे रखी दियो रे अति जतने फगुणर हास्पाताल रे हाथ रखी से देह मोर मापुथिब से प्रेम जर पाखरे बसी प्रिया 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 मोर आहा आहा डॉक्टर खाइबाकू दियो मते स्वप्नर टाबलेट रे ढांकी दियो रे देह कुमोर प्रियार पणंतरे हाथ रखी से देह मोर मापुथिब से प्रेम जर पाखरे बसी प्रिया 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 मोर आहा आहा डॉक्टर मुंड मो चक्कर देहरे टेम्परेचर छाती मो कर कर मते धर 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 रे माडी बसीछि प्रेम 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 जर आहा आहा डॉक्टर नमस्कार। बहुत बढ़िया विनोद भाई Thank you. डॉक्टर को डाकी देले भल होला टेम्परेचर भल होई जिवो। टेम्परेचर बढ़िया परे प्रेम जर परे बाहागर ता पूर्वरु झियो हुसियार करई कहूची गीतरे कहूची एमिति पुओ को मु बा हुअंती सकाळु संज उठ बस करंती। मूल गायिका हला तृप्ति दास और गीता पट्टनायक। बर्तमान मु विजयलक्ष्मी अप्पा को अनुरोध करी से गीतटी गाई शुणेबे। विजयलक्ष्मी अप्पा नमस्कार अप्पा। नमस्कार समस्त को। चेहराटी सते हाँ चेहराटी सते चंदर उदिया हेले महाकाल फल हाँ सजबाज देखी आजिका पुअर
ଲାଗେ ମନେ ବଡ଼ ଡର। ସୁନ୍ଦର ହେଉ କି ଅସୁନ୍ଦର ହେଉ ଆସେ ଯେବେ ହୋଇବର। ହଁ ବାହା ବଜାରରେ ଚାହୁଁ ଚାହୁଁ ଯାହା ଭାଉ ବଢିଯାଏ ତାର। ଏମିତି ପୁଅକୁ ମୁଁ ବାହା ହୁଅନ୍ତି, ଏମିତି ପୁଅକୁ ମୁଁ ବାହା ହୁଅନ୍ତି। ହଁ ସକାଳୁ ସଞ୍ଜ ଖାଲି ଗୋଡ଼ ଘଷନ୍ତି। ଏମିତି ପୁଅକୁ ମୁଁ ବାହା ହୁଅନ୍ତି। ହଁ ସକାଳୁ ସଞ୍ଜ ଖାଲି ଗୋଡ଼ ଘଷନ୍ତି। ହଜାରେ ଘରେ ପଶି ଚାଲେ ତ ଝିଅ ଦେଖା, ହଜାରେ ଘରେ ପଶି ଚାଲେ ତ ଝିଅ ଦେଖା। ଭଦର ଲୋକ ନାମେ ଏମାନେ ହେଲେ ଚଖା, ଭଦର ଲୋକ ନାମେ ଏମାନେ ହେଲେ ଚଖା। କିଏ ସେ ମାଗିଲାଣି ମଟର ଗାଡ଼ି ପୁଣି, ହଁ କିଏ ସେ ମାଗିଲାଣି ମଟର ଗାଡ଼ି ପୁଣି, ହୋ କିଏ ସେ ମାଗିଲାଣି ସ୍କୁଟର ଦିଅ କିଣି, କିଏ ସେ ମାଗିଲାଣି ସ୍କୁଟର ଦିଅ କିଣି। କିଏ ବା ଖୋଜେ ଘଡ଼ି, କିଏ ବା ଦାମୀ ସୋଫା। ବେଦମ ଏଣେ ଦେଖ ବିଚରା ଝିଅ ବାପା। ସେତିକି ସରେ ନାହିଁ, ହଁ ସେତିକି ସରେ ନାହିଁ ବାଟର ଖର୍ଚ୍ଚ ପୁଣି। ହଁ ବରର ପିତା ଦେଖ ଖାଏ ଜୀବନ ଝୁଣି। ଏମିତି ପୁଅକୁ ମୁଁ ବାହା ହୁଅନ୍ତି, ଏମିତି ପୁଅକୁ ମୁଁ ବାହା ହୁଅନ୍ତି। ହଁ ସକାଳୁ ସଞ୍ଜ ଖାଲି ଗୋଡ଼ ଘଷନ୍ତି। ଏମିତି ପୁଅକୁ ମୁଁ ବାହା ହୁଅନ୍ତି, ସକାଳୁ ସଞ୍ଜ ଖାଲି ଗୋଡ଼ ଘଷନ୍ତି। ନିଜେ ହୁଅନ୍ତୁ ପଛେ ଜହ୍ନି ମଞ୍ଜିଠୁ କଳା, କନିଆ ଖୋଜା ହୁଏ ମଲି ଫୁଲିଆ ଗୋରା। ହଁ ନିଜେ ହୁଅନ୍ତୁ ପଛେ ଜହ୍ନି ମଞ୍ଜିଠୁ କଳା, କନିଆ ଖୋଜା ହୁଏ ମଲି ଫୁଲିଆ ଗୋରା। ଘରେ ପିଅନ୍ତି ସିଏ କୂଅରୁ କାଢି ପାଣି, ଘରେ ପିଅନ୍ତି ସିଏ କୂଅରୁ କାଢି ପାଣି। ଶ୍ୱଶୁର ଘରେ ଆହା ଡିମାଣ୍ଡ ତିରିଶୁଣି, ଶ୍ୱଶୁର ଘରେ ଆହା ଡିମାଣ୍ଡ ତିରିଶୁଣି। ଦରମା ହେଉ ପଛେ ମାସକୁ 100 ଟଙ୍କା, କଥା ସେ କହୁଥିବେ ମୁହଁକୁ କରି ବଙ୍କା। ଏମିତି କେତେ ଗୁଣ, ଆ ଏମିତି କେତେ ଗୁଣ ଗାଇବି କିସ ଆଉ। ହଁ ଅଚଳ ଟଙ୍କା ସେ ତ ଦେଖ ତା କେତେ ଭାଉ, ଅଚଳ ଟଙ୍କା ସେ ତ ଦେଖ ତା କେତେ ଭାଉ। ଏମିତି ପୁଅକୁ ମୁଁ ବାହା ହୁଅନ୍ତି, ସକାଳୁ ସଞ୍ଜ ଖାଲି ଗୋଡ଼ ଘଷନ୍ତି। ଏମିତି ପୁଅକୁ ମୁଁ ବାହା ହୁଅନ୍ତି, ସକାଳୁ ସଞ୍ଜ ଖାଲି ଗୋଡ଼ ଘଷନ୍ତି। ଏମିତି ପୁଅକୁ ମୁଁ ବାହା ହୁଅନ୍ତି, ସକାଳୁ ସଞ୍ଜ ଖାଲି ଗୋଡ଼ ଘଷନ୍ତି। ନମସ୍କାର। ବହୁତ ବଢିଆ, ବହୁତ ବଢିଆ। 1975 ଗୀତ ଇଏ ଥିଲା। ସକାଳ ସଞ୍ଜ ଉଠ ବସ କରିବା ପାଇଁ ଯେଉଁ ଝିଅ ଦିନେ ପୁଅକୁ କହୁଥିଲା, ସେ ପୁଣି ହାତ ଗଣ୍ଠିରେ ବାନ୍ଧି ହୋଇ ଶାଶୁଘର ଯାଏ। ସେଠି ଭାଉଜ ଭୂମିକାରେ ଅବତୀର୍ଣ୍ଣ ହେବା ପରେ ତା ମୋ ନଣନ୍ଦ ମୋ ଗାଈ ହଜବେଣ୍ଡ ଉଠେ। କହୁଛନ୍ତି ଗୋଡ଼ ଘଷିଦେବେ ଏବେ। ବଢିଆ ବଢିଆ। ତା ନଣନ୍ଦ ଗାଇ ଉଠେ, ଶନିବାର ଦିନ ମୋ ଭାଉଜଙ୍କ ମନ। ଗାଇ ଶୁଣାଉଛନ୍ତି ଆମର କଲ୍ୟାଣୀ ଲକ୍ଷ୍ମୀ ମହାନ୍ତି, ଲେଖା ଗୌରବ ପଟ୍ଟନାୟକ, ମୂଳ ଗାୟିକା ଭୁବନେଶ୍ୱର ମିଶ୍ର। ବର୍ତ୍ତମାନ ମୁଁ କଲ୍ୟାଣୀ ଲକ୍ଷ୍ମୀ ମହାନ୍ତିଙ୍କୁ ଅନୁରୋଧ କରିବି ସେ ଗୀତଟି ଗାଇ ଶୁଣେଇବେ। ସୁବେନ୍ଦୁ ଭାଇ, କଲ୍ୟାଣୀ ଲକ୍ଷ୍ମୀ ଅପା ଭଉଣୀ ଅଛନ୍ତି?
म्यूट होनी गई आज्ञा देख सुना जाउची ଶୁଭୁଛି ହଁ सुबुची तो ଶୁଭୁଛି ଦେଖା ଯାଉଛି ସବୁ ଠିକ आज्ञा आज्ञा ଗାଆନ୍ତୁ। गोटे मिनिट गाउची समस्त को मोर नमस्कार शनिवार दिन मो भाउजଙ୍କ मन शनिवार दिन मो भाउजଙ୍କ मन ହେଲା ଖାଲି ଛନ 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 ଉଚ୍ଛନ ମନ ଶନିବାର ଦିନ ମୋ ଭାଉଜଙ୍କ ମନ ଶନିବାର ଦିନ ମୋ ଭାଉଜଙ୍କ ମନ ହେଲା ଖାଲି ଛନ 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 ଉଚ୍ଛନ ମନ ଭାଇ ଆସିବାକୁ କହିଥିଲେ ବୋଲି ଓ ଭାଇ ଆସିବାକୁ କହିଥିଲେ ବୋଲି କାମରେ ନ ଲାଗେ ନ ଲାଗେ ନ ଲାଗେ ନ ଲାଗେ ତାଙ୍କରି ମନ ଶନିବାର ଦିନ ମୋ ଭାଉଜଙ୍କ ମନ ଶନିବାର ଦିନ କହିଥିଲେ ଭାଇ ଆଣିବେ ଶାଢ଼ୀ ଏଥର ଆସିବା ଦିନ କହିଥିଲେ ଭାଇ ଆଣିବେ ଶାଢ଼ୀ ଏଥର ଆସିବା ଦିନ ମିଳିଥିବ କାଲି ଦରମା ତାଙ୍କର ହାତରେ ନଥିଲା ଧନ ଛୋଟ ଚାକିରି କି ଅଳପ ବେତନ ଓ ଛୋଟ ଚାକିରି କି ଅଳପ ବେତନ ହେଲେ ଖାଲି କାମ 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 ଶନିବାର ଦିନ ଭାଉଜଙ୍କ ମନ ଶନିବାର ଦିନ ସଜବାଜ ହୋଇ ଭାଉଜ ଲାଗିଲେ ଭାଇଙ୍କର ବାଟ ଚାହିଁ ସଜବାଜ ହୋଇ ଭାଉଜ ଲାଗିଲେ ଭାଇଙ୍କର ବାଟ ଚାହିଁ ପାଦ ଚଳୁ ନାହିଁ ଭଲ ଲାଗୁନାହିଁ ମନଟା ତ ହାଇ ପାଇଁ ପାଦ ଚଳୁ ନାହିଁ ଭଲ ଲାଗୁନାହିଁ ମନଟା ତ ହାଇ ପାଇଁ ଭାଇ ପାଟି ଶୁଣି ଭାଉଜ ତ ପୁଣି ହଁ ଭାଇ ପାଟି ଶୁଣି ଭାଉଜ ତ ପୁଣି ହେଲେ ଖାଲି କନ 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 ଭାଇ ପାଟି ଶୁଣି ଭାଉଜ ତ ପୁଣି ହେଲେ ଖାଲି କନ 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 ଶନିବାର ଦିନ ମୋ ଭାଉଜଙ୍କ ମନ ଶନିବାର ଦିନ ମୋ ଭାଉଜଙ୍କ ମନ ହେଲା ଖାଲି ଛନ 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 ଉଚ୍ଛନ ମନ ଶନିବାର ଦିନ ଭାଉଜଙ୍କ ମନ ଶନିବାର ଦିନ ସମସ୍ତଙ୍କୁ ନମସ୍କାର ବହୁତ ବଢିଆ ଏହା ପରେ ଭାଉଜଙ୍କୁ ଧରି ଭାଇ ଚାଲନ୍ତି ଫୁଲବାଣୀ ସାଙ୍ଗରେ ମାଇଚିଆ ଚାକର ବସ୍ ଯାତ୍ରା ଆରମ୍ଭ ହୋଇଛି ବସ୍ ଗଡିବା ସାଥେ ସାଥେ ଗୀତ ବି ଆଗକୁ ବଢିବ କିଶୋର ଭାଇ ବସ୍ ରେ ଲଣ୍ଡା ମୁଣ୍ଡିଆ ଡ୍ରାଇଭରକୁ କହୁଛନ୍ତି ମୂଳ ଗାୟକ ହେଲେ ଅକ୍ଷୟ ମହାନ୍ତି ଓ ତୁରୁରୁରୁରୁ 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 ଲଣ୍ଡା ମୁଣ୍ଡିଆ ଡ୍ରାଇଭର ଗାଡିକୁ ଟିକିଏ ଠିଆ କର ଲଣ୍ଡା ମୁଣ୍ଡିଆ ଡ୍ରାଇଭର ଗାଡିକୁ ଟିକିଏ ଠିଆ କର ବାବୁ ଯିବେ ଫୁଲବାଣୀ ସାଙ୍ଗରେ ଅଛନ୍ତି ଘରଣୀ
बाबू जीवे फुलबाणी सांगरे अछंती घरणी घरणी मुंडरे खोसा उकुणी करंती बसा बाबू को पाखे बिरुड़ी लुचेई मागिले घरणी बाबू हेले तर बरिया हाथरू खसिला पानिया खोसा गला फिटी गरणी छाटी पिटी ए हाथ को से हाथ कुंडे कुंडे हरबर आ हरबर आ हरबर आ लंडा मुंडिया डाइवर गाड़ी को टिकिए टिया करो लंडा मुंडिया डाइवर गाड़ी को टिकिए टिया करो ओ तुरुरुरु 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 मुटकुराम गिरधारी पुरुणा चोरा बेपारी मुटकुराम गिरधारी पुरुणा चोरा बेपारी बेपार करी से चंदा मालूम अनेक धंदा बुली आसिले दशरा सांगरे थिला पुतुरा नाटी थार मकरा खाइला बसी काकरा भाकुटी हाकुटी हेला आमिली पेटटा गला फूली बड़ पास लगी तर तर गिरिधारी हेले हरबर घुंगुरु बालिया कंडक्टर पोखरी पाखरे ठिया कर आह लंडा मुंडिया डाइवर गाड़ी को टिकिए ठिया कर लंडा मुंडिया डाइवर गाड़ी को टिकिए ठिया कर ओ तुरुरुरु 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 आम साहिर मास्ट्राणी बदली होइची फुलबाणी आम साहिर मास्ट्राणी बदली होइची फुलबाणी बाबू जाउचंती छाड़ी सांगे माइचिया घड़ी बाबू जाउचंती छाड़ी सांगे माइचिया घड़ी बाबू बाबू आनी हसा हसी देखी माइचिया गला रुसी कहला मुह को मोड़ी अंटरे गामुचा भीड़ी मालुमली ठप चाली केते होउच खिली खिली जीवी नहीं मो फुलबाणी ताऊ साधुची मो सौतुणी घंटी देई गाड़ी ठिया कर मागुर निसुआ किलिनर घंटी देई गाड़ी ठिया कर मागुला निसुआ किनिलर किलिनर लंडा मुंडिया डाइवर गाड़ी को टिकिए ठिया कर लंडा मुंडिया डाइवर गाड़ी को टिकिए ठिया कर लंडा मुंडिया डाइवर गाड़ी को टिकिए ठिया कर बर्तमान मु शुभेन्दु भाई अनुरोध करी आज एटा थिला शेष गीत जे वर्तमान सभा कार्य पुणी परिचालना करंतु शुभेन्दु भाई ନାଇଁ ପରିଚାଳନା ତ ଆପଣ କରୁଛନ୍ତି ପରିଚାଳନା ଆପଣ କରିବେ ହଉ ଠିକ ଅଛି ତ ମୁଁ ଯେତେବେଳେ ପ୍ରଥମେ କହିଥିଲି ଆପଣମାନଙ୍କୁ ସେତେବେଳେ କହିଥିଲି ଯେ ସମସ୍ତଙ୍କୁ ଶୁଭେଚ୍ଛା ଦେଇଥିଲି ଆଉ ମୋ ମନରେ ଗୋଟେ ଭୟ ଥିଲା ଗୋଟେ ଡର ଥିଲା ଯେ ବୋଧେ କିଛି ଖରାପ ହବ କିଛି ଭୁଲ ଭଟକା ହେଇଯିବ କିଛି ଗୋଟେ ଅସୁବିଧା ହେଇପାରେ କିଛି ଏମିତି ବୋଲି ମୋର ଗୋଟେ ସବୁବେଳେ ଗୋଟେ ମନରେ ସନ୍ଦେହ ରହୁଥିଲା କିନ୍ତୁ ଏଇ ସମସ୍ତଙ୍କ ଗୀତ ଶୁଣିଲା ପରେ ମୁଁ ଯେତିକି ଆଶା କରିଥିଲି ତାଠୁ ବହୁତ ଅଧିକା ବହୁତ ଭଲ ସମସ୍ତେ ଗାଇଲେ ସେଥିପାଇଁ ମୁଁ ସମସ୍ତଙ୍କ ପାଖରେ ଚିରଋଣୀ ସବୁ କଳାକାର ମାନଙ୍କ ପାଖରେ ଆଉ ଆମର ସଞ୍ଚାଳନା କଲେ ଶ୍ରୀଯୁକ୍ତ ଈଶ୍ୱର ଚନ୍ଦ୍ର ପଟ୍ଟନାୟକ ତାଙ୍କୁ ବି ବହୁତ ତାଙ୍କ ପାଖରେ ମୁଁ ଆଭାରୀ ସବୁ କଳାକାର ମାନଙ୍କୁ ମୁଁ ଧନ୍ୟବାଦ ନ ଦେଇ ରହିପାରୁନି ଆଉ ବିଶେଷ ତ କିଛି କହିବାର ନାହିଁ ସମୟ ବି ହେଲାଣି ଆଉ ବର୍ତ୍ତମାନ ମୁଁ ପୁଣି ଆମର କିଶୋର ଭାଇଙ୍କୁ ମାଇକ୍ରୋଫୋନ ତ ନାହିଁ ଏଇଠି ମଞ୍ଚ ଦଉଛି ଆଉ ସେ ମଞ୍ଚ ପୁଣି ଆଉ ମଞ୍ଚ ପରିଚାଳନା କରନ୍ତୁ धन्यवाद शुभेन्दु भाई बहुत बहुत धन्यवाद समस्त गायिका मानक पुणी थे मो तरफ धन्यवाद मान भल गाइले बर्तमान आम शेष स्पर्श देवाई हर भाई की मुझे अनुरोध करी सी आज कार्यक्रम शेष स्पर्श देवे हर भाई नमस्कार किशोर भाई ये जो कोणार्क मंदिर गढ़ाला बेले धर्मपद जाइए ऊपर चढ़ी शेष स्पर्श देला पर कौन करथिला डेई पड़थिला आ मते कहबो तो पुणी डेई पड़िया जदि कहबो ताले मु शेष स्पर्श रही जाउछि सेहि पई मु सेतबेला हसी कहथिली जे नाही एटा को 16 स्पर्श शीघ्र स्पर्श कर दबा कि जा हो नंडा मुंडिया ड्राइवर अछि तो तेणु आ किछि असुविधा नाही से पूरा गाड़ी शेष पर्यंत लगै दबो मो पाखे भाषा नहीं कहवा माने देखो टाइम जोटा रखाई
ମାନେ କୋଉଠୁ ଆରମ୍ଭ କରିବି, କାହାକୁ କହିବି, କାହାର ପ୍ରଶଂସା କରିବି। ମାନେ 14 ଜଣଙ୍କର କହିଲ ସମସ୍ତ ନାଁ ଲେଖିଛି, ତା ସାଇଡରେ ସେମାନେ ଯୋଉ ଗୀତ ସଙ୍ଗୀତ ବୋଲିଥିଲେ ବେଙ୍ଗକ, ତାର ବି ଲେଖିଛି ଶିକାରୀ କଳିଯୁଗ, ଆଖିର କେତେ କଥା, ଘଟା ଘଟା ମିନିଟି ମୋ ଦେହରେ ବଳିଦିଅ, ଆଗ ସମୁଦ୍ରୁଣୀ ସତ କହୁଛି ମୁଁ ନୂଆ ଭାଉଜଙ୍କ କଥା, ମାଇପ ହାତରୁ କଉଣି ଖାଉ କଲିକତା ଜ୍ୱାଇଁ, ଡକ୍ଟର ଦେହରେ ଟେମ୍ପରେଚର, ମହାକାଳ ପଳ ଏମିତି ବାହାନ୍ତି। ହଁ, ଶେଷକୁ ଆସିଗଲା ପୁଣି ନଣ୍ଡା ମୁଣ୍ଡିଆ ଡ୍ରାଇଭର ପାଖରେ ପହଞ୍ଚିଗଲା। ଏ 14 ଜଣ ଯାକ ତ ଜଣେ ଜଣେ ମାନେ ନିଜ ନିଜ ସ୍ଥାନରେ ଏତେ ଉଚ୍ଚ ସ୍ଥାନରେ, ମାନେ ଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ ତାକୁ କହିବାକୁ। ହଁ ଭୁଲିଗଲି। ମୁଁ ଏଇ ସବୁ ଶୁଣିଲା ବେଳେ ମୋର ଭିତରୁ ସେ ଯୋଉ ଛୋଟିଆ ଲେଖକଟେ ଅଛି, ସେ ଛୋଟିଆ କବିତା କୁହନ୍ତୁ, ଗୀତ କୁହନ୍ତୁ, ମୁଁ ତ କଣ୍ଠଶିଳ୍ପୀ ନୁହଁ, ତଥାପି ଯଦି ନିର୍ଦ୍ଦେଶକ ଅନୁମତି ଦେବେ ମୁଁ ଏଇ ସାଙ୍ଗେ ସାଙ୍ଗେ ଗାରି ଦେଇଛି, ଏଇ ଟିକେ ନାକୁ ପଢିଦେବେ କି? ନିଶ୍ଚୟ 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 ନିଶ୍ଚୟ, ସନ୍ଦେହ ନାହିଁ, ନିଶ୍ଚୟ। ଆଉ ମଧୁସ୍ମିତା ଭଣୀ ଆରମ୍ଭ କରିଥିଲେ, ଆଉ କିଶୋର ପଟ୍ଟନାୟକ ସାରିଲେ ବଢିଆ ଚମତ୍କାରରେ। ମୁଁ ରହୁଛି ରେ ତୁମ ପରି କିଏ ହେବ ରେ, ତୁମ ପରି କିଏ ହେବ ରେ, ଠିକ ହେଉ ଅବା ଭୁଲ ହେଉ ସବୁବେଳେ ମତେ ଗାଳି ଦବ ରେ, ତମ ପରି କିଏ ହେବ ରେ, ତୁମ ଢେମା ଢେମା ଆଖିରେ ଯେବେ ତୁମେ ମତେ ଦେଖ ରେ, ମୋର କତ ଶୁଖି ଯାଏ ରେ, ମୋର କତ ଶୁଖି ଯାଏ ରେ, ତୁମ ଟାଣ ଟାଣ କଥାରେ ମୁଁ ବସ ହୁଟୁ ହେଲେ ବି ମୁହଁରେ ମୋ ହସ ଥାଏ ରେ, ମୁହଁରେ ମୋ ହସ ଥାଏ ରେ, ତୁମ ପରି କିଏ ହବ ରେ, ତୁମ ବିନା ମୋ ସୁଖ ନାହିଁ ରେ, ତୁମ ପରି କିଏ ହେବ ରେ, ତୁମ ପ୍ରେମରେ ମୁଁ ଭାସି ଯାଏ ରେ, କରୁଛି ଜୁହାର ତମ ପାଖରେ, ତୁମ ପରି କିଏ ହବ ରେ, ତୁମ ପରି କିଏ ହବ ରେ। ଆଜ୍ଞା, ଏଇ ଯାହା ମନକୁ ଆସିଲା ବିପଦ ଏଠିକି ଲେଖିଦେଲି। ଆଉ କିଶୋର ଆରମ୍ଭ କରିବା ଆମେ ନିର୍ଦ୍ଦେଶକଙ୍କ ପାଖରୁ। ଶୁଭେନ୍ଦୁ ଭାଇ ଯୋଉଟା କହିଲେ ନିର୍ଦ୍ଦେଶକ ହିସାବରେ, ଯେ ଖରାପ ଭଲ ଏଥିରେ କିଛି ନାହିଁ। ସଂଯୋଗ ହଉଛି ବରିଷ୍ଠ ନାଗରିକଙ୍କର ଏକ ଗୋଷ୍ଠୀ। ବରିଷ୍ଠ ନାଗରିକ ଏଇ ବୟସରେ ପ୍ରଭାତ ନନ୍ଦଙ୍କୁ ଆରମ୍ଭ କରି ବିଜୟଲକ୍ଷ୍ମୀ ପଟ୍ଟନାୟକ ପର୍ଯ୍ୟନ୍ତ ସମସ୍ତେ ଆଗଭର ହେଇଛନ୍ତି ଗୋଟେ ସଙ୍ଗୀତ ଗୀତ ବୋଲିବା ପାଇଁ। ନମ୍ବର 1। ନମ୍ବର 2, ସେ ମନରୁ ବାଛିଛନ୍ତି ଯେ ମୁଁ ଏଇଟା ଗାଇବି। ନମ୍ବର 3, ସେଟା ପୁଣି ଗାଇଲେ, ଅପେକ୍ଷା କରି ବସିଥିଲେ, ଗାଇଲେ। ଆଠାରୁ ବଢି ଆଉ କଣ ଥାଇପାରେ ଜୀବନର ସଫଳତା? ଆଠାରୁ ବଢି ବଡ କଣ ଆମ ଜୀବନର ଯାହା କହନ୍ତି ସୁଫଳ କୁହନ୍ତୁ, ଆନନ୍ଦ କୁହନ୍ତୁ, ସେଟା କଣ ଥାଇପାରେ? ମୋ ଭାଷା ନାହିଁ। ଉଦ୍ଦେଶ୍ୟରୁ 101% ତାଠୁ ଅଧିକ ଆଚିଭମେଣ୍ଟ ହେଇଗଲା। ଏଇ 14 ଜଣଙ୍କ ପାଖରେ ମୁଁ ମାନେ କୃତଜ୍ଞତା ଜ୍ଞାପନ କରୁଛି, ହାତ ଯୋଡି ନମସ୍କାର କରୁଛି। ସେ ସେମିତି ରହିଥାନ୍ତୁ, ସେମିତି ଗୀତ ଗାଉଥାନ୍ତୁ। ଆଉ ତା ଭିତରେ ଯୋଉମାନେ ଟିକେ ଆକ୍ଟିଂ କରିକି ଗାଇଲେ, ଓ ଚମତ୍କାର ଥିଲା। ଭାଷା ନାହିଁ କହିବା ପାଇଁ। ମୁଁ ପ୍ରକୃତରେ ମୋର ଇଚ୍ଛା ହଉଥିଲା ନାଚିକି ଡେଇଁବା ପାଇଁ, ଯୋଉଭଳି ଭାବରେ ସେମାନେ ପୁରା ଆକ୍ସନ କରିକିରି ଆକ୍ସନ କରିକିରି ତା ଭିତରେ ହଜି ଯାଇଥିଲେ, ମତୁଆଲା ହେଇଥିଲେ। ଏବଂ ମାନେ ଭାଷା ନାହିଁ କହିବା ପାଇଁ। ତେଣୁ ଏ ସବୁର କର୍ଣ୍ଣଧାର ହେଲେ ଆମ ଶୁଭେନ୍ଦୁ ଭାଇ ମୋ ପାଖରେ ମୁଁ କୃତଜ୍ଞତା ଜ୍ଞାପନ କରୁଛି। ପ୍ରଭୁ ଜଗନ୍ନାଥଙ୍କୁ ପ୍ରାର୍ଥନା କରୁଛି ସେ ସେଇଭଳି ଭାବରେ ଆଗକୁ ମାଡି ମାଡି ଚାଲନ୍ତୁ। ଏଇ ସମସ୍ତଙ୍କୁ କଳାକାର ମାନଙ୍କୁ ଏଇ ଗୋଟିଏ ଗୋଟିଏ ପଦ୍ମ ପାଖୁଡାକୁ ବାନ୍ଧି ଗୋଟେ ଫୁଲ ମାନେ ମାଳାଟେ କରନ୍ତୁ, ଯୋଉ ମାଳା ସଂଯୋଗର। ଆଉ ସବୁ ବଡ ଆଚିଭମେଣ୍ଟ ଇଏ ହେଲା ସବୁଠୁ ବଡ କଥା। ଆଉ ଦ୍ୱିତୀୟ କଥା, ଯୋଉ ଟାଇମ ରଖା ହେଇଥିଲା ସଞ୍ଚାଳକ ମହାଶୟ ତାଙ୍କର ଯେତେବେଳେ ଇଣ୍ଟ୍ରୋଡକ୍ସନ ଦେଲେ, ଏତେ ଉପକ୍ରମ ଦେଲେ, ମାନେ ପ୍ରକୃତରେ ଚମତ୍କାର ଥିଲା। କୁଆଡୁ ସେ ମୁଁ ଖାଲି ଭାବୁଥିଲି କୋଉଠୁ ସବୁ ଯୋଗାଡ କରୁଛନ୍ତି, କଣ କୋଉ ଯାଇକିରି କୋଉ ଲାଇବ୍ରେରୀ ଯାଇଥିଲେ କଣ, କେତେ ବଢିଆ ଚମତ୍କାର ଥିଲା ତାର ପ୍ରକୃତରେ ଥିଲା। ଆଉ ତାପରେ ଯୋଉ ସଂଯୋଜନା କଲେ 14 ଜଣଙ୍କୁ ଗୋଟିଏ ପରେ ଡାକିକିରି, ଆପଣ ଦେଖନ୍ତୁ ଟାଇମ ଆମର ଯୋଉଟା ଫ୍ଲାୟରେ ଲେଖା ହେଇଥିଲା 7:45 ସରିବ, ଏଟା ଡିଟୋ ଟାଇମରେ ଠିକ ହେଇଛି। ତେଣୁ ଟାଇମ ମ୍ୟାନେଜମେଣ୍ଟ ଦୃଷ୍ଟିରୁ ଏବଂ ସମସ୍ତଙ୍କୁ ଗୁନ୍ଥିବାର ପ୍ରତ୍ୟେକ ମାନେ କଳାକାର କଣ୍ଠଶିଳ୍ପୀଙ୍କ ପରେ ଆଉ ଗୋଟେ କଣ୍ଠକୁ ଡାକିବା ପୂର୍ବରୁ ଯୋଉ ଜଏଣ୍ଟ କରୁଥିଲେ, ଯୋଉଟା ଚମତ୍କାରିତା ଥିଲା। କିଶୋର ଭାଇ ହାତ ଯୋଡିକିରି ନମସ୍କାର କରୁ, କୃତଜ୍ଞତା ଜ୍ଞାପନ କରୁଛି। ଚମତ୍କାର ଥିଲା, ଚମତ୍କାର। କାରଣ ଏଇ ଯୋଡିବାଟା ସମସ୍ତେ କରିପାରନ୍ତିନି, କେବଳ ଜଣେ ମାନେ ଦକ୍ଷତା ଥିବା ଯୋଉ ସଞ୍ଚାଳନ, କୋର୍ଡିନେସନ, ପ୍ରେଜେଣ୍ଟର, ଉପସ୍ଥାପକ ସମସ୍ତେ କଲେ। ତେଣୁ ଏଟା ଚମତ୍କାର ଥିଲା। ଆଉ ତାପରେ ଆମର 14 ଜଣ ଯୋଉ ଆପଣ ଯୋଉ କହିଲେ, 8 ଜଣ ଭଉଣୀ ଆଉ 6 ଜଣ ଭାଇ, ସମସ୍ତଙ୍କୁ ମୁଁ ପ୍ରକୃତରେ
କୃତଜ୍ଞତା ଜ୍ଞାପନ କରୁଛି ଏବଂ ଆପଣମାନେ ଯୋଉ ଭାବରେ ପରିବେଷଣ କଲେ ସେଇଭଳି ଭାବରେ ପରିବେଷଣ କରିଥାନ୍ତୁ। ଆଉ ସବୁଠାରୁ ବଡ କଥା ହଉଛି ଏମିତି ଯୋଡି ହେଇକି ରହିଥାନ୍ତୁ। କାହାର ଏଠି ଠିକ ନାହିଁ ଭୁଲ ନାହିଁ, କୋଉଠି ଏଠି ଭଲ ନାହିଁ ଖରାପ ନାହିଁ, ଏଠି ଗ୍ରେଡିଂ ଦିଆ ହଉନି, ଏଠି ମାର୍କ ଦିଆ ହଉନି, ଏଠି ହଉଛି ଆ ଭିତରେ ହଜିଯିବା, ଭାବିବା, କହିବା, ଶୁଣିବା, ଗାଇବା ଆଉ ତା ଭିତରେ ହଜିଯିବା। ଏଇ ହଜିଯିବା ହିଁ ହଉଛି ସଂଯୋଗର ସଂଯୋଗ ପରେ ବାନ୍ଧି ରଖିଛି ପ୍ରକୃତରେ ଦିନକୁ ଏଭଳି ଭାବରେ ହଉଛି। ଆଉ ଆର୍.କେ. ସୁତାର ଭାଇ ଯେ ମଙ୍ଗ ଧରିଛନ୍ତି, ଯେ ସାରଥୀ ହେଇଛନ୍ତି, ଯିଏ କରଥର ପଛଦ ପଟରେ ସବୁବେଳେ ରହିଛନ୍ତି ଏବଂ ସବୁବେଳେ ଆଗେ ନେଇଛନ୍ତି, ତେଣୁ ସେଇଭଳି ଭାବରେ ଆମେ ମାନେ ତାଙ୍କୁ ବଳେ କରେ। ଆଉ ଗୋଟେ କଥା ଦେଖନ୍ତୁ, ତାଙ୍କ ପାଖରେ ମୁଁ କୃତଜ୍ଞତା ଜ୍ଞାପନ କରୁଛି, ସେ ତାଙ୍କର ହସ ସମୂହରେ ସିଏ ବି ଆଜି ଆରମ୍ଭରୁ ବି ଗୋଟିଏ ବେଙ୍ଗ ସଙ୍ଗୀତ ବି ଗାଇ ଦେଇଥିଲେ, କରିଦେଇଥିଲେ। ଆଉ ପାର୍ଟିସିପେଣ୍ଟ ଦେଖନ୍ତୁ 7ଟା 15ରେ ମୁଁ ଦେଖିଥିଲି 35 ଜଣ ଥିଲେ, ବର୍ତ୍ତମାନ ବି 35 ଜଣ ଅଛି। ଆଉ କଣ ବଡ ଆଚିଭମେଣ୍ଟ କଣ ଲେଖିଥିଲି 7ଟା 15ରେ କଣ। ତେଣୁ ମୁଁ ଏତିକିରେ କହିବି। ପୁଣି ଥରେ ମୋ ହୃଦୟର କୃତଜ୍ଞତା ସମସ୍ତଙ୍କ ପାଖରେ, ଶୁଭେନ୍ଦୁ ଭାଇ, କିଶୋର ଭାଇ, ସୁତାର ଭାଇ ଏବଂ 14 ମଧୁସ୍ମିତା, ପ୍ରଶାନ୍ତ ନନ୍ଦ ଭାଇ, ମନମୋହନ ମିଶ୍ର, ମନମୋହନ ପାତ୍ର, ରେଣୁକା ପଣ୍ଡା, ତରୁଣମୂଳା ପଟ୍ଟନାୟକ, ଶୁଭେନ୍ଦୁ ଦାସ, ତନୁଜା ରଥ, ବାବାଜୀ ବିଶ୍ୱାଳ, ଦର୍ଶିତା ଦାସ, ବିନୋଦ ବିହାରୀ ବେହେରା, ବିଜୟ ପଟ୍ଟନାୟକ, କଲ୍ୟାଣ ମହାନ୍ତି, କିଶୋର ପଟ୍ଟନାୟକ, ଶିକାରୀରୁ ଆରମ୍ଭ ହେଇ ନଣ୍ଡାମୁଣ୍ଡିଆ ଡ୍ରାଇଭର ପାଖରେ ସରିଲା। ଏବଂ କଣ ଆଉ ଏତେ ବଛା ବଛା ଜିନିଷ ଲାଷ୍ଟକୁ ମୋର କଲେଜରେ ବାଣୀଭାରେ ପଢିଲା ବେଳକୁ 72 to 73 ବେଳେ ଗୋଟେ ଆମର ସେଠି ଭାରି ଜୋରରେ ଚାଲିଥିଲା, ଗୋଟେ ଅନୁଗୁଳର ଭାଇ ଥିଲା, ସେ ସବୁବେଳେ ସେଇଟାକୁ କହେ, କେତେ ରାଣ ଦେଇ କହିଥିଲା ଗୋରି, କେତେ ରାଣ ଦେଇ କହିଥିଲା ଗୋରି, ଆଜି ଶନିବାର ଶନିବାର ଦିନ ଆସିବ, ଶନିବାର ଦିନ ଆସିବ, ଆଜି ଶନିବାର କାମ ସରୁ ନାହିଁ, ସେ କଥା କି ଗୋରି ବୁଝିବ, ସେ କଥା କି ଗୋରି ବୁଝିବ। ରହୁଛି ଭାଇ, ନମସ୍କାର। ଆଉ ଶୁଭେନ୍ଦୁ ଭାଇ ସ୍ପେଶାଲ ମତେ ଫୋନ କରି ସୁଯୋଗ ଦେଇଥିଲେ, ତେଣୁ ତାଙ୍କ ପାଖରେ ସ୍ପେଶାଲି କୃତଜ୍ଞତା ଜ୍ଞାପନ କରୁଛି। ଏଇଭଳି ଭାବରେ ମୁଁ ନାହିଁ ନାହିଁ କହିଲେ ବି ସେ ମତେ ଏକଦମ ଜବରଦସ୍ତି ମାରିବ, ଠିକ ନାହିଁ ହବ। ନମସ୍କାର କିଶୋର ଭାଇ, ଧନ୍ୟବାଦ ଭାଇ, ଧନ୍ୟବାଦ ହର ଭାଇ, ବହୁତ ବହୁତ ଧନ୍ୟବାଦ। ଆପଣଙ୍କର ଉପଦେଶ ଆଉ ଏ ସ୍ନେହ ଶ୍ରଦ୍ଧା ଆମ ପାଖରେ ରହିଥାଉ। ଆମେ ଆପଣଙ୍କୁ ମଙ୍ଗ ଧରିକି ଆମେ ଚାଲିଛୁ। ଆଜିର ଏ କାର୍ଯ୍ୟକ୍ରମରେ ବର୍ତ୍ତମାନ ଆଉ ଧନ୍ୟବାଦ ବେଶୀ ମୁଁ ଦେବାକୁ ଚାହୁଁନାହିଁ। ମତେ ସୁଯୋଗ ଦେଇଥିବାରୁ ମୁଁ ସୁବେଦ ବାବୁକୁ ଆଉ ଆମର ଭାଇ ଓ ସମସ୍ତଙ୍କୁ ଧନ୍ୟବାଦ ଦଉଛି। ବର୍ତ୍ତମାନ ମୁଁ ସୁତାର ଭାଇକି ବହୁତ ବହୁତ ଧନ୍ୟବାଦ ଦେଇ ତାଙ୍କୁ ବର୍ତ୍ତମାନ ଅନୁରୋଧ କରିବି ସେ ଆଜିର ସଭା ସମାପନ କରିବା ଘୋଷଣା କରିବେ। ସୁତାର ଭାଇ। ହଁ, ଧନ୍ୟବାଦ କିଶୋର ଭାଇ। ମୁଁ ତ ଆପଣଙ୍କ କିଶୋର କୁମାର ବୋଲି ଆଗରୁ କହିଛି, ଧନ୍ୟବାଦ। ଆପଣ ଆମର କିଶୋର କୁମାର। ଏତେ ଆମେ ତ ହର ଭାଇ ଯାହା କହିଲେ ମାନେ ନିରାଟ ସତ କଥା। ଆପଣ ମୁଁ ବିଶେଷ ତ ଆମେ ସମୟଟାକୁ ଯୋଉ ପ୍ରାଧାନ୍ୟ, ସେ ସମୟ ଭିତରେ ଏତେ ସୁନ୍ଦର ଭାବରେ ଆପଣ ସଞ୍ଚାଳନା କଲେ, ଆଉ ଯୋଉ ପୂର୍ବାଭାସଟି ଦେଲେ ରିଏଲି ଚମତ୍କାର ଥିଲା। ହର ଭାଇ ତ ଅଲରେଡି କହିସାରିଣି, ମୁଁ ସେଟାକୁ ଆଉ ରିପିଟ୍ କରୁନି। ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ। ଆଉ ସବୁ କଳାକାର ମାନେ, ଆଉ ମୁଁ ରିହର୍ସାଲ ଶୁଣିଥିଲି ଆଉ ଆଜି ବି ଶୁଣିଲି, ତା ଭିତରେ ବି ଏତେ ରିଫାଇଣ୍ଡ ହେଇଛି ଆଉ ଏତେ ଇଏ ହେଇଛି, ମତେ ଲାଗିଲା ସମସ୍ତେ 50 ବର୍ଷ ତଳକୁ ଫେରି ଯାଇଛନ୍ତି। ମୁଁ ମଧ୍ୟ ତାଙ୍କର ଶୁଣି ଶୁଣି 50 ବର୍ଷ ତଳକୁ ଫେରି ଯାଇଛି। ସମସ୍ତଙ୍କୁ ଧନ୍ୟବାଦ। ଆଉ ସୁରେନ୍ଦ୍ର ଭାଇ ତ ମାନେ ସେ ଯୋଉ ଭାବରେ ସମସ୍ତଙ୍କୁ ମାନେ ଏକାଠି କରିକି ତାଙ୍କୁ ଆଗରୁ ରିହର୍ସ କରିକିରି ଗାଇଡାନ୍ସ ଦେଇକିରି ଏକାଠି କରେଇକିରି ତାଙ୍କ ନିର୍ଦ୍ଦେଶନାରେ ଏତେ ସୁନ୍ଦର ପ୍ରୋଗ୍ରାମ ହେଲା, ତାଙ୍କୁ ତ ଯେତେ ଧନ୍ୟବାଦ ଦେଲେ ବି ଡିଅଣ୍ଟ ପଡିବ। ଆଉ ସେଥିରେ କହିଥିଲି ହର ଭାଇ ତାଙ୍କର ବାଣୀ ରୂପକ ମିଠା ରସଗୋଲା ଆମକୁ ଦେବେ, ଆଉ ସେ ସେଇଟା ଦେଇଛନ୍ତି। ଧନ୍ୟବାଦ ହର ଭାଇ। ସମସ୍ତ ଶ୍ରୋତା ଦର୍ଶକ ଆଉ ଆମର ସୁସ୍ମିତା ମ୍ୟାଡାମ ସମସ୍ତଙ୍କୁ ଧନ୍ୟବାଦ। ଆଉ ଆଜି ଏଇଠି ରହିବା। ଆଉ ଆମର ପରବର୍ତ୍ତୀ ୱେବିନାର ହବ ଅଗଷ୍ଟ 13 ତାରିଖରେ। ସେମାନେ ଏମ୍ସ ର ଜଣେ ରିଟାୟାର୍ଡ ଆଖି ଡାକ୍ତର, ସେ ଆମକୁ ଆଖି ରୋଗ ବିଷୟରେ କହିବେ। ଆଉ ଆଜି ଏତିକି ପାଇଁ ଏଇଠି ରହିବା। ଧନ୍ୟବାଦ, ନମସ୍କାର। शुभेंदु भाई।